ନମସ୍କାର ବନ୍ଧୁଗଣ। ଆଜି ମୁଁ ଆପଣମାନଙ୍କୁ ଜଣେ ମହିଳାଙ୍କ ସଂଘର୍ଷ ତ୍ୟାଗ ଏବଂ ଅଦମ୍ୟ ସାହସ ବିଷୟରେ ଏକ କାହାଣୀ କହିବାକୁ ଯାଉଛି। ଏହି କାହାଣୀଟି ହେଉଛି ବନ୍ଦନାର, ଯିଏ ସବୁବେଳେ ତାଙ୍କ ବୋହୂକୁ ବୋଝ ବୋଲି ମାନୁଥିଲେ, କିନ୍ତୁ ଜୀବନ ତାଙ୍କୁ ଏକ ଏମିତି ଶିକ୍ଷା ଦେଇଥିଲା ଯାହା ସେ କେବେ ଭୁଲି ପାରିବେ ନାହିଁ। ଗୋଟେ ସହରରେ ବନ୍ଦନା ନାଁରେ ଜଣେ ବିଧବା ମହିଳା ତାଙ୍କ ପୁଅ ଆର୍ୟନ ସହିତ ରହୁଥିଲେ। ଆର୍ୟନ ତାଙ୍କର ଗୋଟିଏ ମାତ୍ର ପୁଅ ଥିଲା ଏବଂ ସେ ତାକୁ ବହୁତ ଭଲ ପାଉଥିଲେ। ଆର୍ୟନ ବହୁତ ଆଜ୍ଞାକାରୀ ଥିଲା ଏବଂ ସବୁବେଳେ ତା ମାଙ୍କ କଥା ଶୁଣୁଥିଲା। ଯେତେବେଳେ ଆର୍ୟନ ବିବାହ କଲା, ବନ୍ଦନା ତାଙ୍କ ନୂଆ ବୋହୂ ମୋନିକାକୁ ବହୁତ ଆଶା ନେଇ ଘରକୁ ଆଣିଲେ। କିନ୍ତୁ ମୋନିକାକୁ ଭେଟିବା ଦିନଠାରୁ ବନ୍ଦନା ଅନୁଭବ କରିବାକୁ ଲାଗିଲେ ଯେ ତାଙ୍କର ପୁଅର ଆଚରଣ ସମ୍ପୂର୍ଣ୍ଣ ବଦଳି ଯାଇଛି। ଯେତେବେଳେ ବନ୍ଦନା ନିଜେ ବିବାହ କରି ତାଙ୍କ ଶାଶୁଘରକୁ ଆସିଥିଲେ, ଅନ୍ୟ ଝିଅଙ୍କ ଭଳି ସେ ମଧ୍ୟ ବହୁତ ଖୁସି ଥିଲେ। ହେଲେ ତାଙ୍କୁ ଜଣା ନଥିଲା ଯେ ଶାଶୁଘରେ ତାଙ୍କ ସହିତ କ'ଣ ହେବାକୁ ଯାଉଛି। ବିବାହର ପରଦିନ ଠାରୁ ବନ୍ଦନାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ଶାଶୁ ସବୁବେଳେ ତାଙ୍କ ଉପରେ ଖରାପ ମନୋଭାବ ରଖୁଥିଲେ। ତାଙ୍କ ସ୍ୱାମୀ ସବୁବେଳେ ତାଙ୍କ ମାଙ୍କ କଥାରେ ଉଠବସ ହେଉଥିଲେ ଏବଂ ତାଙ୍କ ଶାଶୁ ତାଙ୍କ ଶ୍ୱଶୁରଙ୍କୁ ମଧ୍ୟ ହାତ ମୁଠାରେ ରଖିଥିଲେ। ବନ୍ଦନା ସବୁବେଳେ ତାଙ୍କ ଶାଶୁଘର ଲୋକଙ୍କୁ ଭଲ ବ୍ୟବହାର ଓ ସମ୍ମାନ ମଧ୍ୟ ଦେଉଥିଲେ। ତାଙ୍କୁ କୌଣସି ଧାରଣା ନଥିଲା ଯେ ସେ ଯାହା କଲେ ମଧ୍ୟ ଶ୍ୱଶୁର ଘର ଲୋକେ ତାଙ୍କୁ ନା ସମ୍ମାନ ଦେବେ ନା ପ୍ରେମ। ଯଦି ଝିଅମାନଙ୍କୁ ଆଗରୁ ଜଣାଥାନ୍ତା କି ତାଙ୍କ ପାଇଁ କ'ଣ ଅଛି ବୋଲି, ତାହେଲେ ସେ ବିବାହ ଭଳି ଏକ ପଦକ୍ଷେପ ନେଇନଥାନ୍ତେ। କିନ୍ତୁ ବନ୍ଦନା କିଛି ଲୋକଙ୍କୁ ଏହା କହିବାର ମଧ୍ୟ ଶୁଣିଥିଲେ ଯେ ପ୍ରତ୍ୟେକ ଝିଅର ଭାଗ୍ୟ ସମାନ ହୋଇନଥାଏ। କିଛି ଝିଅଙ୍କ ଭାଗ୍ୟ ବହୁତ ସୁଖ ଶାନ୍ତିରେ ମଧ୍ୟ କଟିଥାଏ। କିନ୍ତୁ ବନ୍ଦନା ତାଙ୍କ ଶାଶୁଘରେ କେବେ ବି ସ୍ନେହ ଶ୍ରଦ୍ଧା ପାଇନଥିଲେ। ଯୋଉଟା ଶାଶୁଘର ଲୋକଙ୍କୁ ପସନ୍ଦ ଥିଲା, ସେ ସବୁବେଳେ ସେଇଟା ହିଁ କରୁଥିଲେ। ବନ୍ଦନାଙ୍କର 4ଟି ନଣନ୍ଦ ଥିଲେ, ଆଉ 4 ଜଣ ଯାକ ତାଙ୍କ ପାଇଁ ଅସୁବିଧାର କାରଣ ହୋଇଥିଲେ। ସେମାନେ ତାଙ୍କ ଶାଶୁ ସହିତ ମିଶି ବନ୍ଦନାଙ୍କୁ ବହୁତ ହଇରାଣ କରୁଥିଲେ। ବନ୍ଦନାଙ୍କ ସ୍ୱାମୀ ତାଙ୍କୁ ବହୁତ ଭଲ ପାଉଥିଲେ, କିନ୍ତୁ ଏହାକୁ ତାଙ୍କ ଶ୍ୱଶୁର ଘର ଲୋକେ ପସନ୍ଦ କରୁନଥିଲେ। ବନ୍ଦନାଙ୍କ ସ୍ୱାମୀ ତାଙ୍କ ବାପାଙ୍କ ସହିତ କିରାନା ଦୋକାନକୁ ଯାଉଥିଲେ। ଦୋକାନର ସବୁ କାମ ବନ୍ଦନାଙ୍କ ସ୍ୱାମୀ କରୁଥିଲେ, ହେଲେ ଦୋକାନର ସବୁ ପଇସାପତ୍ର ତାଙ୍କ ଶ୍ୱଶୁରଙ୍କ ପାଖରେ ରହୁଥିଲା। ବନ୍ଦନାଙ୍କ ସ୍ୱାମୀଙ୍କୁ ସେ କେବେ ବି ଖର୍ଚ୍ଚବାର୍ଚ୍ଚ କରିବା ପାଇଁ କିଛି ଅଲଗା ପଇସା ଦେଉନଥିଲେ। ସେ ଘରର ସମସ୍ତ ଖର୍ଚ୍ଚ ନିଜ ହାତରେ ରଖୁଥିଲେ ଓ ଘରର କିରାନା ସାମଗ୍ରୀ ନିଜେ ପହଞ୍ଚାଉଥିଲେ। ଯଦି ସେ ତାଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ କିମ୍ବା ତାଙ୍କ ସ୍ୱାମୀ ତାଙ୍କ ପାଇଁ କିଛି କିଣିବାକୁ ଚାହୁଁଥିଲେ, ତେବେ ସେମାନଙ୍କ ପାଖରେ ଏତେ ଟଙ୍କା ନଥିଲା। ଥରେ କି ଦୁଇଥର ବନ୍ଦନାଙ୍କ ସ୍ୱାମୀ ତାଙ୍କ ବାପାଙ୍କ ଅନୁମତି ବିନା ତାଙ୍କ ଦୋକାନରୁ କିଛି ଟଙ୍କା ନେଇ ବନ୍ଦନାଙ୍କର କିଛି ଆବଶ୍ୟକତା ପୂରଣ କରିଥିଲେ। ତାଙ୍କ ଶ୍ୱଶୁର ଏହି କଥାକୁ ନେଇ ଏକ ବଡ଼ ହଙ୍ଗାମା କରିଥିଲେ ଏବଂ ବନ୍ଦନାଙ୍କ ଶାଶୁ ଏଥିପାଇଁ ତାଙ୍କୁ ହିଁ ଦାୟୀ କରିଥିଲେ। ତାଙ୍କ ଶାଶୁ କହିଥିଲେ, ୟାରି ପାଇଁ ମୋ ପୁଅ ଦୋକାନରୁ ପଇସା ଚୋରି କରିଥିବ। ୟାକୁ ଯେତେ ଦେଲେ ବି ଆର ଅଭାବ। ଆଜି ମୋ ପୁଅ ସେଇଥିପାଇଁ ଚୋରି କରିଛି, କାଲି ସେ ତା ପାଇଁ ହତ୍ୟା ମଧ୍ୟ କରିପାରେ। କିନ୍ତୁ ଏଥିରେ ବନ୍ଦନାଙ୍କର କୌଣସି ବି ଦୋଷ ନଥିଲା। ସେ ବାରମ୍ବାର ତାଙ୍କ ଶାଶୁଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲେ ଯେ ସେ ତାଙ୍କ ପୁଅକୁ ଏପରି କିଛି ବି କହିନାହାନ୍ତି, କିନ୍ତୁ ତାଙ୍କ ଶାଶୁ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ। ଏହି ଘରେ ଯଦି କାହାକୁ ସାମାନ୍ୟ ଆଘାତ ମଧ୍ୟ ହୁଏ, ତେବେ ଏଥିପାଇଁ ବନ୍ଦନାଙ୍କୁ ଦାୟୀ କରାଯାଇଥିଲା। ଗୋଟିଏ ଦିନ ବନ୍ଦନାଙ୍କ ଶାଶୁ ବହୁତ ଅସୁସ୍ଥ ହୋଇପଡ଼ିଲେ। ବନ୍ଦନା ତାଙ୍କ ସେବା କରିବାରେ କୌଣସି ପ୍ରକାର ହେଳା କରିନଥିଲେ। ଏହା ସହିତ ଘରର ସବୁ କାମ ମଧ୍ୟ କରୁଥିଲେ। ଆଉ ତାଙ୍କର 4 ନଣନ୍ଦ ଖାଲି ବସି ତାଙ୍କୁ କାମ ବରାଦ କରୁଥିଲେ ଓ ବନ୍ଦନା ସବୁବେଳେ କାମ ଭିତରେ ବ୍ୟସ୍ତ ରହିଯାଉଥିଲେ। ଦିନେ ବନ୍ଦନା ତାଙ୍କ ଶାଶୁଙ୍କୁ 5 ମିନିଟ୍ ଔଷଧ ଦେବାର ବିଳମ୍ବ କରିଦେଇଥିଲେ ବୋଲି ସେ ତାଙ୍କ ପୁଅକୁ ବନ୍ଦନାଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ଶାଶୁ କହିଲେ, ପୁଅରେ, ମୁଁ କେବେଠାରୁ ଭଲ ହେଇସାରନ୍ତିନି ଯଦି ତୋ ସ୍ତ୍ରୀ ମୋ ସେବା ଟିକେ ଠିକ୍ ଟାଇମରେ କରନ୍ତା। ଆଉ ତୋ ଭଉଣୀମାନେ ତ ସବୁବେଳେ ଘର କାମରେ ବ୍ୟସ୍ତ ରହୁଛନ୍ତି। ଆଉ ତୋ ସ୍ତ୍ରୀକୁ ଗୋଟିଏ କାମ ଦିଆହେଲା, ହେଲେ ତା ଦ୍ୱାରା ସେଇଟା ବି ହେଇପାରିଲା ନାହିଁ। ଏଥିପାଇଁ ବନ୍ଦନାଙ୍କ ସ୍ୱାମୀ ତାଙ୍କୁ ବହୁତ ଗାଳି କଲେ। କିନ୍ତୁ ବନ୍ଦନା ତାଙ୍କୁ ବାରମ୍ବାର କହୁଥିଲେ ଯେ ସେ ମାଙ୍କୁ ଔଷଧ ଦେବାକୁ ଆସୁଛନ୍ତି, ହେଲେ ସେ ପୁଣି କୌଣସି ନା କୌଣସି କାମରେ ବ୍ୟସ୍ତ ରହିଯାଉଛନ୍ତି। ସେଥିପାଇଁ ଟିକେ ମୋର ଡେରି ହୋଇଯାଇଥିଲା। ସେଇଦିନ ଘରେ ପ୍ରବଳ ହଙ୍ଗାମା ହୋଇଥିଲା। ଏହି ଛୋଟ କଥାରେ ବନ୍ଦନାଙ୍କ ସ୍ୱାମୀ ତାଙ୍କ ଉପରେ ହାତ ଉଠାଇଥିଲେ, କାରଣ ସେ ତାଙ୍କ ସ୍ୱାମୀଙ୍କୁ ସତ କଥା କହିଲେ, ହେଲେ ସ୍ୱାମୀଙ୍କୁ ଲାଗିଲା ଯେ ସେ ତାଙ୍କ ମୁହଁରେ ଜବାବ ଦେଉଛନ୍ତି। ସମୟ ଏହିପରି ବିତିଗଲା ଓ ବନ୍ଦନା ସେ ଘରେ ବହୁତ କଷ୍ଟରେ ଜୀବନ ବିତାଉଥିଲେ।
ସେ ଘରେ ତାଙ୍କୁ ନର୍କ ପରି ଅନୁଭବ ହେଉଥିଲା ଓ ସେଠି ବଞ୍ଚିବା ପାଇଁ ସେ ସବୁବେଳେ ସଂଘର୍ଷ କରୁଥିଲେ। ସେ ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ଖୁସି କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ତାଙ୍କ ଉପରେ ଖୁସି ନଥିଲେ। ତାଙ୍କୁ ସବୁବେଳେ ଅସମ୍ମାନିତ କରୁଥିଲେ। ସେଥିପାଇଁ ସେ ନିଷ୍ପତ୍ତି ନେଇଥିଲେ ଯେ ଭବିଷ୍ୟତରେ ସେ ଏସବୁ ଦୋହରାଇବେ। ବନ୍ଦନାଙ୍କ ଜୀବନ ବହୁତ ବର୍ଷ ଏପରି କଷ୍ଟରେ କଟିଥିଲା। ଯୋଉ ଖୁସିର ମୁହୂର୍ତ୍ତ ସବୁ ତାଙ୍କ ସ୍ୱାମୀ ସହିତ ବିତେଇବା କଥା, ସେ ସବୁ ମୁହୂର୍ତ୍ତକୁ ସେ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସେବାରେ କଟେଇ ଦେଇଥିଲେ। ତଥାପି ତାଙ୍କୁ ଏସବୁର ମୂଲ୍ୟ ମିଳିନଥିଲା। ତାପରେ ବନ୍ଦନାଙ୍କ ପୁଅ ତାଙ୍କ ଜୀବନରେ ଆସିଲା, ଯାହାକୁ ସେ ନିଜର ସବୁ କିଛି ବୋଲି ମାନିଥିଲେ। ସେ ଶ୍ରଦ୍ଧାରେ ତା ନାମ ରଖିଥିଲେ ଆର୍ଯ୍ୟନ। ଆର୍ଯ୍ୟନ ପୁରା ତା ମା ଭଳି ଦେଖିବାକୁ। ବନ୍ଦନା ତାକୁ ପାଳନ ପୋଷଣ କରିବାରେ କୌଣସି ପ୍ରୟାସ ଛାଡ଼ି ନଥିଲେ। ବନ୍ଦନାଙ୍କ ପୁଅ ମାତ୍ର 2 ମାସର ଥିଲା ଯେତେବେଳେ ତାଙ୍କ ଶାଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ସେ କୌଣସି କାମ ପାଇଁ ଛାତ ଉପରକୁ ଯାଇଥିଲେ ଏବଂ ହଠାତ୍ ସିଡ଼ିରେ ଖସି ପଡ଼ିଥିଲେ, ଯାହାଫଳରେ ସେ ପଡ଼ିଯାଇଥିଲେ ଓ ସେହିଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶାଶୁଙ୍କ ଯିବା ପରେ ବନ୍ଦନାଙ୍କ ଜୀବନକୁ ଟିକେ ଶାନ୍ତି ମିଳିଥିଲା, କାରଣ ଘରର ମୁଖିଆ ତ ତାଙ୍କ ଶାଶୁ ଥିଲେ। ସେ ହିଁ ଘରର ପରିବେଶକୁ ଖରାପ କରୁଥିଲେ। ବନ୍ଦନାଙ୍କ ଶ୍ୱଶୁର ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅମାନଙ୍କ ଲାଗି ବହୁତ ଚିନ୍ତିତ ଥିଲେ। ସେ ଧୀରେ ଧୀରେ କରି ତାଙ୍କ 4 ଝିଅଙ୍କ ବାହାଘର କରିଦେଲେ ଓ ଦୋକାନ ମଧ୍ୟ ବିକିଦେଲେ। ଏହା କରିବା ଦ୍ୱାରା ସବୁଠାରୁ ବଡ଼ ଲସ୍ ବନ୍ଦନା ଓ ତାଙ୍କ ସ୍ୱାମୀଙ୍କର ହୋଇଥିଲା। ଶାଶୁ ଦୁନିଆରୁ ଚାଲି ଯାଇଥିଲେ। ବନ୍ଦନାଙ୍କ ଶ୍ୱଶୁର ଦୋକାନ ବିକି ଯେଉଁ ପଇସା ରଖୁଥିଲେ, ସେଥିରୁ ତାଙ୍କ ସ୍ୱାମୀକୁ କିଛି ବି ଦେଉନଥିଲେ। ଏବେ ବନ୍ଦନାଙ୍କ ସ୍ୱାମୀଙ୍କ ପାଖରେ ସେଇ ଘରଟି ଛଡ଼ା ଆଉ କିଛି ନଥିଲା। କିନ୍ତୁ ବନ୍ଦନା ସବୁ ରାଗ ଭୁଲି ଏବେ ବି ତାଙ୍କ ଶ୍ୱଶୁରଙ୍କ ସେବା କରୁଥିଲେ ଓ ଝିଅମାନଙ୍କ ବାହାଘର ପରେ ସେମାନେ ତାଙ୍କ ବାପା ଭାଇଙ୍କ ଖବର ଟିକେ ବି ପଚାରି ବୁଝି ନଥିଲେ। ଏତେ ଦାରିଦ୍ର୍ୟତା ଭିତରେ ବି ବନ୍ଦନା ସମସ୍ତଙ୍କ କଥା ଠିକ୍ ଭାବରେ ବୁଝୁଥିଲେ। ଏହା ଭିତରେ ବନ୍ଦନାଙ୍କ ବାପଘର ଲୋକେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ ଓ ଯେତେବେଳେ ବି ପଇସାର ଦରକାର ପଡ଼ୁଥିଲା ସେମାନେ ଦେଉଥିଲେ। ଏମିତିକି ବନ୍ଦନାଙ୍କ ସ୍ୱାମୀଙ୍କୁ ମଧ୍ୟ ପଇସା ଦେଇଥିଲେ ବ୍ୟବସାୟ ଆରମ୍ଭ କରିବା ପାଇଁ। ସେଇ ପଇସାରେ ବନ୍ଦନାଙ୍କ ସ୍ୱାମୀ ଏକ ଛୋଟ ଦୋକାନ ଭଡ଼ାରେ ନେଇଥିଲେ। ସେଥିପାଇଁ ତାଙ୍କ ପରିବାର ହସ ଖୁସିରେ ଚଳୁଥିଲା। ବନ୍ଦନାଙ୍କ ଶ୍ୱଶୁର କ୍ରମଶଃ ଅସୁସ୍ଥ ଏବଂ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ବନ୍ଦନାଙ୍କ ଯତ୍ନ ଦେଖି ତାଙ୍କର ମନ ବହୁତ ଖୁସି ଥିଲା ଏବଂ ସେ ଅନୁଭବ କଲେ ଯେ ତାଙ୍କର ପୁରା ପରିବାର ତାଙ୍କ ପ୍ରତି ଯାହା ସବୁ କରିଥିଲେ ସେସବୁ ଭୁଲ ଥିଲା। ଆଉ ହଠାତ୍ ଦିନେ ତାଙ୍କ ଶ୍ୱଶୁର ମଧ୍ୟ ଦୁନିଆ ଛାଡ଼ି ଚାଲିଗଲେ। ଏବେ ବନ୍ଦନା ତାଙ୍କ ସ୍ୱାମୀ ଓ ପୁଅ ସହିତ ଶାନ୍ତିରେ ଜୀବନ ବିତାଉଥିଲେ। ବହୁତ ଲମ୍ବା ସମୟ କଷ୍ଟ ସହିଲା ପରେ ବନ୍ଦନା ତାଙ୍କ ଜୀବନରେ ଟିକେ ଶାନ୍ତି ପାଇଥିଲେ। ଆର୍ଯ୍ୟନ ଛଡ଼ା ବନ୍ଦନାଙ୍କର ଆଉ କୌଣସି ସନ୍ତାନ ନଥିଲା ଓ ସେଇ ଗୋଟିଏ ପୁଅ ତାଙ୍କ ପାଇଁ ଯଥେଷ୍ଟ ଥିଲା। ବନ୍ଦନାଙ୍କ ବାପଘର ଲୋକଙ୍କ ସହାୟତାରେ ତାଙ୍କ ସ୍ୱାମୀଙ୍କ ଦୋକାନ ମଧ୍ୟ ବହୁତ ଭଲ ଭାବରେ ଚାଲିଥିଲା। ସମୟ ଏହିପରି ଅତିବାହିତ ହେବାରେ ଲାଗିଲା। ସ୍ୱାମୀ ଏବଂ ସ୍ତ୍ରୀ ମିଶି ସେମାନଙ୍କ ପୁଅକୁ ବହୁତ ଭଲ ଭାବରେ ପାଳନ ପୋଷଣ କଲେ। ବନ୍ଦନାଙ୍କ ସ୍ୱାମୀ ତାଙ୍କ ପୁଅକୁ ଶିକ୍ଷିତ କରିବା ପାଇଁ କଠିନ ପରିଶ୍ରମ କଲେ ଏବଂ ତାଙ୍କର ସମସ୍ତ ଇଚ୍ଛାକୁ ମଧ୍ୟ ପୂରଣ କରୁଥିଲେ। ବନ୍ଦନାଙ୍କ ପୁଅ ବଡ଼ ହୋଇ ଏକ ଘରୋଇ ସାମଗ୍ରୀ ତିଆରି କରିଥିବା କାରଖାନାରେ କାମ କରିବା ଆରମ୍ଭ କରିଦେଲା। ତାଙ୍କ ଦରମା ଭଲ ଥିଲା। ପୁଅ ବଡ଼ ହେବା ସହିତ ବନ୍ଦନାଙ୍କ ସ୍ୱାମୀ ବୃଦ୍ଧ ହେବାକୁ ଲାଗିଲେ। ସେ ଅସୁସ୍ଥ ହେବାକୁ ଲାଗିଲେ। ବନ୍ଦନା ମଧ୍ୟ ଅସୁସ୍ଥ ରହୁଥିଲେ, କିନ୍ତୁ ତାଙ୍କ ସ୍ୱାମୀଙ୍କ ପରି ନୁହେଁ। ବନ୍ଦନା କେବଳ ସାରାଦିନ ତାଙ୍କ ସ୍ୱାମୀଙ୍କ ସେବାରେ ରହୁଥିଲେ। ବନ୍ଦନା ତାଙ୍କ ପୁଅକୁ ଏପରି ଭାବରେ ବଡ଼ କରିଥିଲେ ଯେ ସେ ନିଜ ଗୋଡ଼ରେ ନିଜେ ଠିଆ ହେଇପାରୁଥିଲା। କିନ୍ତୁ ବନ୍ଦନା ତାଙ୍କ ପୁଅକୁ ତାଙ୍କ ସ୍ୱାମୀଙ୍କ ପରି ବଡ଼ କରିଥିଲେ, ସର୍ବଦା ଆଜ୍ଞାକାରୀ। ସେ ସବୁବେଳେ ତାଙ୍କ ପୁଅକୁ ଯାହା କରିବାକୁ କହୁଥିଲେ ସେ ତାହା କରୁଥିଲା। ବନ୍ଦନା ତାଙ୍କ ପୁଅକୁ ତା ହାତ ମୁଠାରେ ରଖିଥିଲେ। ସେ ଚାହୁଁନଥିଲେ ଯେ ତାଙ୍କ ପୁଅ ତାଙ୍କଠାରୁ କେବେ ଦୂରେଇ ଯାଉ ବୋଲି। କିଛି ଦିନ ପରେ ବନ୍ଦନା ତାଙ୍କ ପୁଅର ବିବାହ କରିବାକୁ ଚିନ୍ତା କଲେ, କିନ୍ତୁ ତାଙ୍କ ସ୍ୱାମୀଙ୍କ ଅସୁସ୍ଥତାକୁ ଦୃଷ୍ଟିରେ ରଖି ସେ ଚାହୁଁନଥିଲେ ଯେ ବିବାହ ଯଥାଶୀଘ୍ର ହେଉ ବୋଲି। ବନ୍ଦନାଙ୍କ ସ୍ୱାମୀ ମଧ୍ୟ ତାଙ୍କର ଏକମାତ୍ର ପୁଅର ବିବାହ ଦେଖିବାକୁ ବହୁତ ଆଗ୍ରହୀ ଥିଲେ। ସେ ବନ୍ଦନାଙ୍କୁ ତାଙ୍କ ପୁଅ ପାଇଁ ଝିଅ ଖୋଜିବା ଆରମ୍ଭ କରିବାକୁ କହିଲେ। ତେଣୁ ବନ୍ଦନା କିଛି ବାହାଘର ପ୍ରସ୍ତାବ ଦେଉଥିବା ଲୋକଙ୍କ ସହ କଥାବାର୍ତ୍ତା ହେଲେ। ବନ୍ଦନାଙ୍କ ପୁଅ ବହୁତ ଭଲ ଥିଲେ, ସେଥିପାଇଁ ସେ ତାଙ୍କ ପୁଅ ପାଇଁ ଏକ ଭଲ ଝିଅ ଖୋଜୁଥିଲେ। ବାହାଘର ପୂର୍ବରୁ ତାଙ୍କ ପୁଅର ମନ କଥା ଜାଣିବା ପାଇଁ ସେ ପଚାରିଲେ, ଧନରେ ତୁ ଯଦି କୋଉ ଝିଅକୁ ପସନ୍ଦ କରିଛୁ ତାହେଲେ ମୋତେ କହିଦେ, ମୁଁ ସେଇଠି ତୋ ବାହାଘର କରିଦେବି।
ଆର୍ୟନ କହିଥିଲା, ମା, ମୁଁ କୋଉ ଝିଅକୁ ପସନ୍ଦ କରିନି। ତମେ ଯାହାକୁ ଠିକ୍ ଭାବିବ ମୁଁ ସେଇଠି ବାହା ହେବି। ବନ୍ଦନା ପୁଅ ମୁହଁରୁ ଏ କଥା ଶୁଣି ବହୁତ ଖୁସି ହୋଇଗଲା। କାରଣ ସେ ଚାହୁଁନଥିଲା ତା ପୁଅ ତା ବିନା ଅନୁମତିରେ ଆଉ କୋଉ ଝିଅକୁ ବାହା ହେଉ ବୋଲି। ସେ ସବୁକିଛି ତା ହାତ ମୁଠାରେ ରଖିବାକୁ ଚାହୁଁଥିଲା। ତାପରେ ସେ ଏକ ଭଲ, ସରଳ ଏବଂ ନିରୀହ ଝିଅ ଖୋଜିବାରେ ନିଜର ପ୍ରାଣ ଲଗାଇ ଦେଲେ। ବନ୍ଦନା ତାଙ୍କ ପୁଅକୁ ଏପରି ଏକ ଝିଅ ସହିତ ବିବାହ କରାଇବାକୁ ଚାହୁଁଥିଲେ ଯିଏ ଘର କାମରେ ନିପୁଣ ଥିବ ଏବଂ କୌଣସି କଥାରେ ମୁହଁ ଖୋଲିବ ନାହିଁ। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ସେମିତି ଝିଅ କେହି ମିଳୁନଥିଲେ ଯେମିତି ଝିଅ ସେ ଖୋଜୁଥିଲେ। ବନ୍ଦନାଙ୍କ ସ୍ୱାମୀ ତାଙ୍କୁ ବାରମ୍ବାର ପଚାରୁଥିଲେ, ତମେ ଏପର୍ଯ୍ୟନ୍ତ ପୁଅ ପାଇଁ ଗୋଟେ ଝିଅ ଠିକ୍ କରିପାରିଲ ନାହିଁ? ତମେ ଏତେ ଭଲ ଝିଅମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛ। ମୁଁ ବୁଝିପାରୁନି ତମେ ଚାହୁଁଛ କ'ଣ? କିନ୍ତୁ ବନ୍ଦନା ତାଙ୍କ ସ୍ୱାମୀଙ୍କୁ କିପରି କହିବେ ଯେ ସେ ତାଙ୍କ ବୋହୂ ଭାବରେ କୋଉ ପ୍ରକାର ଝିଅ ଚାହୁଁଛନ୍ତି? ତାପରେ ଗୋଟେ ଦିନ ତାଙ୍କ ପୁଅ ପାଇଁ ଏକ ଝିଅ ତାଙ୍କର ପସନ୍ଦ ହେଲା। ସେ ଝିଅଟି ଶାନ୍ତ, ସରଳ ଓ ବହୁତ ସୁନ୍ଦର ଥିଲା। ଯେତେବେଳେ ବନ୍ଦନା ସେ ଝିଅ ଘର ଲୋକଙ୍କୁ କହିଲେ ଯେ ସେ ତାଙ୍କ ଝିଅକୁ ବୋହୂ କରିବା ପାଇଁ ଚାହୁଁଛନ୍ତି, ଝିଅ ଘର ଲୋକେ ତୁରନ୍ତ ରାଜି ହୋଇଗଲେ ଓ କହିଲେ ଯେତେ ଶୀଘ୍ର ବାହାଘର ହେବ ସେତେ ଭଲ। କିନ୍ତୁ ଏହି ସମୟରେ ବନ୍ଦନାଙ୍କ ସ୍ୱାମୀଙ୍କ ଅବସ୍ଥା ଏତେ ଭଲ ରହୁନଥିଲା। ବନ୍ଦନା ଚାହୁଁଥିଲେ ଯେ ତାଙ୍କ ସ୍ୱାମୀ ସୁସ୍ଥ ହୁଅନ୍ତୁ, କିନ୍ତୁ ତାଙ୍କ ସ୍ୱାମୀ ଦିନକୁ ଦିନ ଅସୁସ୍ଥ ହୋଇ ପଡୁଥିଲେ। ତାଙ୍କର ଚିକିତ୍ସା ଏକ ଭଲ ଡାକ୍ତରଖାନାରେ ହେଉଥିଲା। ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଥିଲେ। ଗୋଟିଏ ପଟେ ବନ୍ଦନା ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ଏବଂ ଅନ୍ୟପଟେ ସେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟକୁ ସୁଧାରିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ। ବନ୍ଦନାଙ୍କ ପୁଅର ବିବାହକୁ ମାତ୍ର ଗୋଟିଏ ସପ୍ତାହ ବାକି ଥିଲା। ଏହା ପୂର୍ବରୁ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଯାଇଥିଲା ଯେ ସେ ସମସ୍ତେ ବହୁତ ଡରି ଯାଇଥିଲେ। ବନ୍ଦନା ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଗଲା ଏବଂ ସେ ମୃତ୍ୟୁବରଣ କଲେ। ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ, ଯାହାଦ୍ୱାରା ଅଚାନକ କେତେବେଳେ କେତେବେଳେ ତାଙ୍କ ଦେହ ଖରାପ ହୋଇଯାଉଥିଲା। କିନ୍ତୁ ଏହିଥର ତାଙ୍କ ଦେହ ଏତେ ଖରାପ ହୋଇଗଲା ଯେ ସେ ଆଉ ସୁସ୍ଥ ହୋଇପାରିଲେ ନାହିଁ। ବନ୍ଦନାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଥିଲେ, କିନ୍ତୁ ତାଙ୍କ ପୁଅ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ ସେ ସବୁବେଳେ ତାଙ୍କର ଯତ୍ନ ନେବ ବୋଲି। ଏବଂ ବନ୍ଦନାଙ୍କ ପାଖରେ ତାଙ୍କ ପୁଅ ଛଡ଼ା ଆଉ କେହି ବି ସାହାରା ନଥିଲେ। ବନ୍ଦନା ତାଙ୍କ ପୁଅ ବାହାଘର ପାଇଁ ଯେତେ ଖୁସି ଥିଲେ, ଏବେ ସେଗୁଡ଼ା ସବୁ ଦୁଃଖରେ ପରିଣତ ହୋଇଯାଇଥିଲା। ଯେଉଁ ତାରିଖ ବିବାହ ପାଇଁ ନିର୍ଦ୍ଧାରିତ ହୋଇଥିଲା ସେଇ ତାରିଖରେ ବାହାଘର ହେଲା, କିନ୍ତୁ ବାହାଘରଟା ଯେତେ ଧୁମଧାମରେ ହେବାର ଥିଲା ଆଉ ସେମିତି ହୋଇନଥିଲା। ବନ୍ଦନାଙ୍କ ସ୍ୱାମୀ ତାଙ୍କ ଗୋଟିଏ ବୋଲି ପୁଅର ବାହାଘର ଦେଖିପାରିଲେ ନାହିଁ ଏବଂ ବନ୍ଦନା ତାଙ୍କ ବୋହୂକୁ ବହୁତ ଆଶାର ସହିତ ଘରକୁ ଆଣିଥିଲେ। ପୁଅର ବାହାଘର ତ ବହୁତ ଧୁମଧାମରେ ହୋଇନଥିଲା, କିନ୍ତୁ ବନ୍ଦନା ବାହାଘରରେ କୌଣସି ଜିନିଷର ଅଭାବ ରଖିନଥିଲେ। ବନ୍ଦନାଙ୍କ ବୋହୂକୁ ଦେଖି ସମସ୍ତେ ଖୁସି ଥିଲେ। ସମସ୍ତେ ବୋହୂର ବହୁତ ମଧ୍ୟ ପ୍ରଶଂସା କରୁଥିଲେ ଓ କହୁଥିଲେ, ବନ୍ଦନା, ତମେ ତମ ପୁଅ ପାଇଁ ବହୁତ ସୁନ୍ଦର ବୋହୂଟେ ଆଣିଛ। ବନ୍ଦନାଙ୍କ ବୋହୂର ନାଁ ମୋନିକା ଥିଲା ଏବଂ ତାଙ୍କ ପୁଅ ମୋନିକା ସହିତ ମିଶି ଏକ ନୂତନ ଜୀବନ ଆରମ୍ଭ କରିସାରିଥିଲା। ବନ୍ଦନା ମନେ ମନେ ନିଷ୍ପତ୍ତି ନେଇଥିଲେ ଯେ ସେ କେବେ ବି ତାଙ୍କ ବୋହୂକୁ ତାଙ୍କ ପୁଅ ଉପରେ ହୁକୁମ ଚଲାଇବାକୁ ଦେବେ ନାହିଁ। ତେଣୁ ଆରମ୍ଭରୁ ହିଁ ତାଙ୍କ ତାଳେ ତାଳେ ନଚେଇବା ଆରମ୍ଭ କରିଦେଇଥିଲେ। ବନ୍ଦନା ତାଙ୍କ ବୋହୂକୁ ଘରର ରୀତିନୀତି ଏବଂ କାମ ସବୁ ଭଲ ଭାବରେ ବୁଝେଇଥିଲେ, ଯାହାଦ୍ୱାରା ସେ ପୁରା ଘରର ଦାୟିତ୍ୱ ନେଇପାରିବ। ବେଳେବେଳେ ବନ୍ଦନା ତାଙ୍କ ସ୍ୱାମୀଙ୍କୁ ମଧ୍ୟ ମନେ ପକାଇ ମନ ଦୁଃଖ କରୁଥିଲେ। ତାଙ୍କ ପୁଅ ତାଙ୍କୁ ସାନ୍ତ୍ୱନା ଦେଉଥିଲା। ସେ କହୁଥିଲା, ମା, ଚିନ୍ତା କରନି, ମୁଁ ତୁମ ସହିତ ଅଛି ଏବଂ ଏବେ ମୋନିକା ମଧ୍ୟ ତୁମର ଯତ୍ନ ନେବା ପାଇଁ ଆମ ଘରକୁ ଆସିଯାଇଛି। ବନ୍ଦନା ଏହି ସୁଯୋଗ ଦେଖି ତାଙ୍କ ପୁଅକୁ ତାଙ୍କ ବୋହୂ ବିରୁଦ୍ଧରେ ଉସ୍କାଇବା ଆରମ୍ଭ କରିଦେଲେ। ସେ କହିଲେ, ପୁଅ, ତୋ ସ୍ତ୍ରୀ କୌଣସି ଘର କାମ କରେ ନାହିଁ। ସେ ସାରାଦିନ ତା ରୁମ୍ ଭିତରେ ରହିଥାଏ। ତୋ ସ୍ତ୍ରୀକୁ ବୁଝା ଯେ ସେ ଆଉ ନୂଆ ବୋହୂ ପରି ବ୍ୟବହାର ନ କରୁ, ଘରର କାମ ଟିକେ କରୁ। ଆମେ ବି ବାହାଘରର ପ୍ରଥମ ଦିନରୁ ଘର କାମ କରିବା ଆରମ୍ଭ କରିଦେଇଥିଲୁ। ମୁଁ ବହୁ ଦିନରୁ ଭାବୁଛି ବୋହୂ ବିଷୟରେ ତତେ ଏସବୁ କିଛି ନ କହିବାକୁ, ହେଲେ କ'ଣ କରିବି? ତୋ ବାପାଙ୍କର ସ୍ମୃତି ମୋତେ ଦୁର୍ବଳ କରିଦେଉଛି। ତୁ ତ ଜାଣିଛୁ ତୋ ବାପା ଗଲା ଦିନରୁ ମୋ ଦେହ ପା କେତେ ଖରାପ ରହୁଛି। ସବୁବେଳେ ମୁଁ ଆଣ୍ଠୁ ଦରଜ କରୁଛି। ମୋ ଦ୍ୱାରା ଆଉ ଏ ଘର କାମ ହୋଇପାରିବ ନାହିଁ। ଏବେ ଏ ଘରକୁ ସମ୍ଭାଳିବା ତୋ ସ୍ତ୍ରୀର ଦାୟିତ୍ୱ।
ସେ ତା ଦାୟିତ୍ୱକୁ ଭଲ ଭାବରେ ବୁଝିବା ଉଚିତ। ମା ପାଖରୁ ଏମିତି କଥା ଶୁଣି ଆର୍ୟନ ବହୁତ ଲଜ୍ଜିତ ହୋଇଗଲା। ସେ ବନ୍ଦନାଙ୍କ ଆଗରେ ତ ତା ସ୍ତ୍ରୀକୁ କିଛି କହିବାକୁ ଚାହୁଁନଥିଲା, କିନ୍ତୁ ବନ୍ଦନା ଭଲ ଭାବରେ ଜାଣିଥିଲେ ଘର ଭିତରେ ପୁଅ ବୋହୂକୁ ବହୁତ ଗାଳି ଦେବ। ଏହାପରେ ସବୁଦିନ ବନ୍ଦନାଙ୍କ ବୋହୂ ଘରର କାମ ଭଲ ଭାବରେ କରୁଥିଲା ଏବଂ ବନ୍ଦନା ତାଙ୍କ ଉପରେ ରାଣୀ ପରି ଶାସନ କରୁଥିଲେ। ଜୀବନ ବହୁତ ଶାନ୍ତିରେ ଏବଂ ଭଲ ଭାବରେ ଚାଲିଥିଲା। ବିବାହର ମାତ୍ର 3 ମାସ ପରେ ବନ୍ଦନାଙ୍କ ବୋହୂ ମା ହେବାକୁ ଯାଉଥିଲା। ଗର୍ଭାବସ୍ଥାରେ ମଧ୍ୟ ବନ୍ଦନା ତାଙ୍କ ବୋହୂକୁ ଘରର ସବୁ କାମ କରାଉଥିଲେ। ମୋନିକା ବହୁତ ସରଳ ଥିଲା। ସେ ବନ୍ଦନାଙ୍କୁ କିଛି କହୁନଥିଲା। ବନ୍ଦନା ଯାହା କହୁଥିଲେ ସେ କେବଳ ଚୁପଚାପ କରୁଥିଲା। ବନ୍ଦନାଙ୍କ ବୋହୂ ଭଲ ରୋଷେଇ ମଧ୍ୟ କରୁଥିଲା। ବନ୍ଦନାଙ୍କ ଶାଶୁ ତାଙ୍କୁ ଯେମିତି ହଇରାଣ କରୁଥିଲେ, ସେ ମଧ୍ୟ ତାଙ୍କ ବୋହୂକୁ ସେହିପରି ହଇରାଣ କରୁଥିଲେ। ବନ୍ଦନା ଜାଣିଶୁଣି ବୋହୂ ରାନ୍ଧିଥିବା ଖାଇବାର ଦୋଷ ବାହାର କରୁଥିଲେ ଏବଂ ସବୁବେଳେ ତାଙ୍କୁ କିଛି ନା କିଛି ବିଷୟ ନେଇ ଗାଳି କରୁଥିଲେ। ମୋନିକା ତା ଶାଶୁ ବିଷୟରେ ତା ସ୍ୱାମୀଙ୍କ ପାଖରେ ବହୁତ ଥର ଅଭିଯୋଗ କରିଛି। ଆଉ ଯେତେବେଳେ ବନ୍ଦନାଙ୍କ ପୁଅ ତା ସ୍ତ୍ରୀ ବିଷୟରେ କିଛି ବି ମା ପାଖକୁ କହିବାକୁ ଆସେ, ବନ୍ଦନା ସେତେବେଳେ କାନ୍ଦିକି ପୁଅକୁ ଡରେଇ ଦିଅନ୍ତି। ମାର କାନ୍ଦ ଦେଖି ପୁଅ ଆଉ କିଛି କହିବାକୁ ସାହସ କରେ ନାହିଁ। ବରଂ ପୁଅ ତା ସ୍ତ୍ରୀକୁ ଦୋଷ ଦେଇ କହେ, ତୁ ଟିକେ ମାର ସବୁ କଥା ସହିଗଲେ ହୁଅନ୍ତାନି। ମୋ ମା ହୃଦୟରୁ ଖରାପ ନୁହନ୍ତି। ସ୍ୱାମୀର ସବୁ କଥା ମୋନିକା ଚୁପଚାପ ସହି ଯାଉଥିଲା। ତାପରେ ଆଉ କେବେ ବି ମୋନିକା ତା ଶାଶୁ ବିଷୟରେ ତା ସ୍ୱାମୀ ଆଗରେ କହିବାକୁ ସାହସ କରିନଥିଲା। କିଛି ଦିନ ପରେ ମୋନିକାର ଗୋଟେ ପୁଅ ହେଲା। ବନ୍ଦନା ନାତିକୁ ପାଇ ବହୁତ ଖୁସି ଥିଲେ। ସେ ଏବେ ତାଙ୍କ ନାତି ଉପରେ ତାଙ୍କର ସବୁ ସ୍ନେହ ଶ୍ରଦ୍ଧା ବରସି ଦେଉଥିଲେ। କିନ୍ତୁ ଏହି ସମୟରେ ସେ ତାଙ୍କ ବୋହୂକୁ ଘୃଣା କରିବା ଆରମ୍ଭ କଲେ। କାରଣ ପୁଅ ଜନ୍ମ ହେବା ପରେ ଆର୍ୟନ ଟିକେ ତା ସ୍ତ୍ରୀ ଓ ପିଲାକୁ ଅଧିକା ଭଲ ପାଉଥିଲା ବୋଲି। ମୋନିକା ଉପରେ ଏବେ ବନ୍ଦନାଙ୍କର ବହୁତ ରାଗ ହୋଇଯାଇଥିଲା। ଆର୍ୟନ ଘରୁ ବାହାରିବା ମାତ୍ରେ ବନ୍ଦନା ତାଙ୍କ ବୋହୂ ସହିତ ଖରାପ ବ୍ୟବହାର କରିବାକୁ ଲାଗିଲେ। ସେ ତାକୁ କହୁଥିଲେ, ଚାଲ ଉଠ, ବହୁତ ଆରାମ ହେଇଗଲା ତୋର। ଘରର କାମ କରିବା ଆରମ୍ଭ କର। ତୁ ଦୁନିଆର ଗୋଟିଏ ସ୍ତ୍ରୀ ଲୋକ ହେଇନୁ ଯେ ଅପରେସନ ହେଇ ଛୁଆ ଜନ୍ମ କରିଛୁ। ଆହୁରି ସ୍ତ୍ରୀ ଲୋକମାନେ ବି ଅଛନ୍ତି ଯେଉଁମାନେ ଅପରେସନ ହେଇ ଛୁଆ ଜନ୍ମ କରିଛନ୍ତି। ସେମାନେ ତୋ ଭଳିଆ ସବୁବେଳେ ବସି ରହୁନାହାନ୍ତି। ଚାଲ ଉଠ, ଘର କାମ କର। ବନ୍ଦନାଙ୍କ ବୋହୂ ଆଖିରେ ଲୁହ ଆସିଗଲା। ସେ କହିବାକୁ ଲାଗିଲା ଯେ, ମା, ମୋର ଏବେ ଦେହ ଭଲ ନାହିଁ। ମୁଁ ଠିକ ଭାବରେ ବସି ମଧ୍ୟ ପାରୁନାହିଁ। ମୁଁ ଘର କାମ କିପରି କରିବି? ବନ୍ଦନା ନାତିକୁ କୋଳରେ ଧରି କହିଲା, ତୋର ପୁଅର ସବୁ କାମ ତ ମୁଁ କରୁଛି। ଘରର କାମ ଟିକେ ତୁ କରିବୁନି? ବୋହୂ ଚୁପ୍ ହୋଇଗଲା। ତାପରେ ଉଠିବାକୁ ସାହସ କଲା। ସନ୍ଧ୍ୟା ସୁଦ୍ଧା ସେ ଧୀରେ ଧୀରେ ସବୁ କାମ ସାରି ସାରିଥିଲା। ଆର୍ୟନଙ୍କ ଆସିବା ସମୟ ପାଖେଇ ଆସିବା ମାତ୍ରେ ବନ୍ଦନା ତାଙ୍କ ବୋହୂକୁ ପିଲାଟିକୁ ଦେଇ ତାଙ୍କ କୋଠରୀକୁ ପଠାଇଦେଲେ ଏବଂ ହାତରେ ଝାଡୁ ଧରି ସେଠାରେ ଠିଆ ହେଲେ, ଯାହାଦ୍ୱାରା ତାଙ୍କ ପୁଅ ଭାବିବ ଯେ ସେ ସକାଳଠାରୁ ସବୁ କାମ କରୁଛନ୍ତି ବୋଲି। ଏହିପରି ଅନେକ ଦିନ ବିତିଗଲା। ବନ୍ଦନାଙ୍କ ନାତିକୁ 1 ବର୍ଷ ହୋଇଯାଇଥିଲା। ବନ୍ଦନା ଏବେ ବି ତାଙ୍କ ବୋହୂକୁ ଚାକରାଣୀ ଭଳି କାମ କରାଉଥିଲେ ଓ ପୁଅ ସେମିତି ତାଙ୍କ କଥାରେ ଓଟ ବସେଉଥିଲା। ମୋନିକା ପୁଣି ଥରେ ଗର୍ଭବତୀ ହୋଇଥିଲା। ଆଉ ସେ କିଛି ଦିନ ପରେ ଗୋଟେ ଝିଅକୁ ଜନ୍ମ ଦେଇଥିଲା। ବନ୍ଦନା ତାଙ୍କ ନାତି ନାତୁଣୀକୁ ବହୁତ ଭଲ ପାଉଥିଲେ। ସେଥିପାଇଁ ଛୁଆମାନେ ଅଧିକାଂଶ ସମୟ ତାଙ୍କ ଜେଜେମା ସହିତ ବିତାଉଥିଲେ। ସେମାନେ ତାଙ୍କ ମା ପାଖକୁ ବେଶୀ ଯାଉନଥିଲେ। ସେମିତି ବି ବନ୍ଦନା ତାଙ୍କ ବୋହୂକୁ କୋଉଠୁ ଘର କାମର ଫୁର୍ସତ ଦେଉଥିଲେ ଯେ ସେ ତା ଛୁଆମାନଙ୍କ କଥା ବୁଝିପାରିବ। ସେହି କାରଣରୁ ବନ୍ଦନାଙ୍କ ପୁଅ ବୋହୂ ଭିତରେ ସବୁବେଳେ ଝଗଡ଼ା ସୃଷ୍ଟି ହେଉଥିଲା। ବନ୍ଦନାଙ୍କ ପୁଅ ସବୁବେଳେ ତା ସ୍ତ୍ରୀକୁ ଗାଳି ଦେଉଥିଲା ଓ କହୁଥିଲା, ଦିନସାରା ତୁ ଘରେ କରୁଛୁ କ'ଣ? ମୁଁ ତ ମୋ ମାକୁ ସବୁବେଳେ କାମ କରୁଥିବାର ଦେଖେ। ପିଲାମାନେ ମଧ୍ୟ ସାରାଦିନ ମାଙ୍କ ପାଖରେ ଥାଆନ୍ତି। ମୋନିକା ତା ସ୍ୱାମୀ ମୁହଁରୁ ଏମିତି କଥା ଶୁଣି କିଛି ନ କହି ଖାଲି କାନ୍ଦିଥିଲା। ଆଉ ବନ୍ଦନା ମନେ ମନେ ବହୁତ ଖୁସି ହେଉଥିଲା ଯେ ତାଙ୍କ ପୁଅ ଏବେ ବି ତାଙ୍କ କଥାରେ ଚାଲିଛି। ସମୟ ଏହିପରି ବିତିଗଲା। ବନ୍ଦନାଙ୍କ ନାତି ନାତୁଣୀ ଟିକେ ବଡ଼ ହୋଇଯାଇଥିଲେ। ଆଉ ମୋନିକା ସହିତ ଏବେ ବି ବନ୍ଦନା ଅତ୍ୟାଚାର କରୁଥିଲେ। ଗୋଟିଏ ଦିନ ବନ୍ଦନାଙ୍କ ପୁଅ ସହିତ ଏକ ବହୁତ ବଡ଼ ଦୁର୍ଘଟଣା ଘଟିଗଲା। ବନ୍ଦନାଙ୍କ ପୁଅ ପ୍ରତିଦିନ ତାଙ୍କ କାରଖାନା ପୋଷାକ ପିନ୍ଧି କାରଖାନାକୁ କାମ କରିବାକୁ ଯାଉଥିଲେ। ସେଇଦିନ ମଧ୍ୟ ସେ ଘରୁ ଫ୍ୟାକ୍ଟ୍ରି ଯିବା ପାଇଁ ତାଙ୍କ ବାଇକରେ ବାହାରିଥିଲେ। କିନ୍ତୁ କାମ ସାରି ସେଠାରୁ ଘରକୁ ଫେରିବା ସମୟରେ ତାଙ୍କର ଆକ୍ସିଡେଣ୍ଟ ହୋଇଗଲା ଓ ଆର୍ୟନର ସେଇଠି ମୃତ୍ୟୁ ହୋଇଗଲା। ଯେତେବେଳେ ସେମାନେ ଆର୍ୟନଙ୍କର ମୃତ୍ୟୁ ଖବର ପାଇଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ବନ୍ଦନାଙ୍କ ପୁଅର ମୃତଦେହକୁ ଆମ୍ବୁଲାନ୍ସରେ ଘରକୁ ଅଣାଗଲା।
ଘରେ କାନ୍ଦ ବୋବାଳିରେ ଫାଟି ଯାଉଥିଲା। ତାଙ୍କ ଆଖି ଆଗରେ ତାଙ୍କ ପୁଅର ମୃତଦେହ ଦେଖି ବନ୍ଦନା ବହୁତ କାନ୍ଦିଲେ। ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ମଧ୍ୟ ସେ ଏତେ କାନ୍ଦି ନଥିଲେ ଯେତିକି ସେ ତାଙ୍କ ପୁଅ ପାଇଁ କାନ୍ଦିଥିଲେ। ଜୀବନ ସାରା ବନ୍ଦନାଙ୍କ ପୁଅ କେବେ ତାଙ୍କ ସହିତ ଅସଭ୍ୟ ଭାବରେ କଥା ହୋଇନଥିଲା କିମ୍ବା ଉଚ୍ଚ ସ୍ୱର ଉଠାଇ ନଥିଲା। ଆଉ ଅନ୍ୟପଟେ ତାଙ୍କ ସ୍ୱାମୀ ଯିଏକି ଅନେକ ଥର ତାଙ୍କୁ ଆଘାତ ଦେଇଥିଲେ, କେବଳ ତାଙ୍କ ପୁଅ ହିଁ ତାଙ୍କୁ କୌଣସି ପ୍ରକାର କଷ୍ଟ ଦେଇନଥିଲା। ବନ୍ଦନା ତାଙ୍କ ପୁଅକୁ ତାଙ୍କ ଜୀବନଠାରୁ ବି ଅଧିକା ଭଲ ପାଉଥିଲେ। ପୁଅର ମୃତ୍ୟୁ ପରେ ସେ ପୁରା ଭାଙ୍ଗି ପଡ଼ିଥିଲେ, କିନ୍ତୁ ତାଙ୍କ ବୋହୂର ଅବସ୍ଥା ବନ୍ଦନାଙ୍କ ଅପେକ୍ଷା ବେଶୀ ଖରାପ ଥିଲା। କାନ୍ଦି କାନ୍ଦି ସେ ଅସହ୍ୟ ହୋଇ ପଡ଼ୁଥିଲା। ଯାହା ବି ହେଲେ ଆର୍ୟନ ତା ସ୍ୱାମୀ ଥିଲା, ଆଉ ଆଜି ସେ ବିଧବା ହୋଇଗଲା। ବନ୍ଦନା ବହୁତ ବୃଦ୍ଧ ବୟସରେ ବିଧବା ହୋଇଥିଲେ, କିନ୍ତୁ ସେ ତାଙ୍କ ବୋହୂର ଯନ୍ତ୍ରଣାକୁ ଭଲ ଭାବରେ ବୁଝିପାରୁଥିଲେ। ମୋନିକାର ଦୁଃଖ କହିଲେ ନ ସରେ, କାହିଁକି ନା ତା ଛୁଆମାନେ ଏବେ ବହୁତ ଛୋଟ ଥିଲେ। ବନ୍ଦନାଙ୍କ ପୁଅର ଶବଦାହ ପରେ ଘରେ ଏକ ନୀରବତା ଖେଳି ଯାଇଥିଲା। ଯେଉଁ ଛୁଆମାନେ ସବୁବେଳେ ଖେଳକୁଦରେ ମାତୁଥିଲେ, ଆଜି ସେମାନେ ପୁରା ନୀରବି ଯାଇଥିଲେ। ବନ୍ଦନାଙ୍କ ନାତିର ବୟସ 14 ବର୍ଷ ଏବଂ ନାତୁଣୀର ବୟସ 12 ବର୍ଷ। ଉଭୟ ପିଲା ସେମାନଙ୍କ ବାପାଙ୍କୁ ବହୁତ ମନେ ପକାଉଥିଲେ ଏବଂ ତାଙ୍କ ବୋହୂ ଏକ ଜୀବନ୍ତ ଶବ ପରି ହୋଇଯାଇଥିଲା। ବନ୍ଦନା ତାଙ୍କ ବୋହୂ ପାଇଁ ଦୟା ଅନୁଭବ କଲେ, ତେଣୁ ସେ ତାଙ୍କ ବୋହୂ ପାଖକୁ ଯାଇ ସାନ୍ତ୍ୱନା ଦେଲେ। ମାରେ, କାନ୍ଦେନା, ସବୁ ଠିକ୍ ହୋଇଯିବ। କିନ୍ତୁ ଏବେ କ'ଣ ଆଉ କିଛି ଠିକ୍ ହୋଇପାରିବ? ମରିଯାଇଥିବା ମଣିଷ ଆଉ କ'ଣ କେବେ ଫେରିକି ଆସିବ? କିନ୍ତୁ ସମୟ ସହିତ ନିଜକୁ ସମ୍ଭାଳିବାକୁ ପଡ଼ିଥାଏ। ସମୟ ସହିତ ସେମାନେ ଆର୍ୟନ ବିନା ବଞ୍ଚିବା ଶିଖିଗଲେ। କିନ୍ତୁ ଆର୍ୟନର ଯିବା ପରେ ସେମାନଙ୍କ ଘରର ପରିସ୍ଥିତି ବହୁତ ଖରାପ ହୋଇଗଲା। ଏବେ ଆର୍ୟନ ବ୍ୟତୀତ ସେମାନଙ୍କ ଘରେ ଅନ୍ୟ କୌଣସି ପୁରୁଷ ନଥିଲେ। ବନ୍ଦନାଙ୍କର ଏକ ନାତି ଅଂଶୁମାନ ଥିଲା, ଯିଏ ଏପର୍ଯ୍ୟନ୍ତ ରୋଜଗାର କରିନଥିଲା ଏବଂ ବନ୍ଦନା ମଧ୍ୟ ବୁଢ଼ୀ ହୋଇଯାଇଥିଲେ। ଏହି ବୟସରେ ସେ କିପରି କୌଣସି କାମ କରିପାରିବେ? ଘରେ ଯାହା ଟଙ୍କା ଥିଲା, ଦିନ ବିତିବା ସହିତ ସେ ଟଙ୍କା ମଧ୍ୟ ସରିଗଲା। ଏହି ସମୟରେ ପିଲା 2 ଜଣ ମଧ୍ୟ ସ୍କୁଲ ଯାଇନଥିଲେ, କାରଣ ତାଙ୍କ ସ୍କୁଲ ଫିସ୍ ଦିଆ ହୋଇପାରୁନଥିଲା ଏବଂ ଘରେ ମଧ୍ୟ ଏବେ ଖାଇବା ପାଇଁ କିଛି ନଥିଲା। ବନ୍ଦନାଙ୍କୁ ବହୁତ ଜୋରରେ ଭୋକ ଲାଗୁଥିଲା। ସେ ମୋନିକାକୁ ଡାକି କହିଲେ, ବୋହୂ, ମୋତେ ବହୁତ ଜୋରରେ ଭୋକ ଲାଗୁଛି, ଖାଇବାକୁ କିଛି ଦେ। ମୋନିକା କହିଲା, ମା, ଘରେ ତ ରାସନ ଜିନିଷ କିଛି ନାହିଁ, ମୁଁ କ'ଣ ରୋଷେଇ କରିବି? ଏପର୍ଯ୍ୟନ୍ତ ପିଲାମାନଙ୍କୁ ମଧ୍ୟ କିଛି ଖାଇବାକୁ ଦେଇନାହିଁ। ଏବେ ବନ୍ଦନା ଗଭୀର ଚିନ୍ତାରେ ପଡ଼ିଯାଇଥିଲେ ଯେ ସେ କ'ଣ କରିବେ। ତାଙ୍କ ବୋହୂ ଥରି ଥରି ତାଙ୍କ ପାଖକୁ ଆସି କହିଲେ, ମା, ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ବନ୍ଦନା କହିଲେ, କହ, ତୁ କ'ଣ କହିବାକୁ ଚାହୁଁଛୁ? ତାପରେ ମୋନିକା ଆଖି ତଳକୁ କରି କହିଲା, ଘରର ପରିସ୍ଥିତି ଦେଖି ମୁଁ ଭାବୁଛି ମୋତେ ଏକ ଚାକିରି କରିବା ଉଚିତ। ବନ୍ଦନା ତୁରନ୍ତ ତାଙ୍କ ବୋହୂକୁ ଚାହିଁ କହିଲେ, ନା ନା, ତୋର ଚାକିରି କରିବା କ'ଣ ଦରକାର? ମୁଁ ତୋତେ ଚାକିରି କରିବାକୁ ଦେବି ନାହିଁ। ମୋନିକା କହିଲା, ତେବେ ମୁଁ ମୋ ପିଲାମାନଙ୍କୁ ମଧ୍ୟ ଭୋକିଲା ଦେଖିପାରିବି ନାହିଁ ଏବଂ ତୁମେ ମଧ୍ୟ ଅସୁସ୍ଥ ରହୁଛ, ତୁମକୁ ମଧ୍ୟ ଔଷଧ ଦରକାର। ତୁମର ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି, ଆଉ ଯଦି କୋଉଦିନ ଯନ୍ତ୍ରଣା ଅଧିକା ହୋଇଗଲା ତ ସେଦିନ ତମ ପାଖରେ ଔଷଧ ନଥିବ। ମା, ମୁଁ ତୁମକୁ ଅନୁରୋଧ କରୁଛି, ଦୟାକରି ମୋତେ କାମ କରିବାକୁ ଦିଅ। ଯଦି ମୁଁ କିଛି କାମ ନ କରେ ତେବେ ଆମର ଘର କିପରି ଚଳିବ? ଆର୍ୟନ ଏହି ଦୁନିଆ ଛାଡ଼ିବା ପରଠାରୁ ପ୍ରତ୍ୟେକ ଦିନ ବଞ୍ଚିବା ପାଇଁ ଆମ ପାଇଁ ବହୁତ କଷ୍ଟକର ହୋଇପଡ଼ୁଛି। ଆଉ ଏବେ ତ ଆମର ଆଗକୁ ପୁରା ଜୀବନ ପଡ଼ିଛି ଓ ସେଇ ଲମ୍ବା ଜୀବନ ଆଗକୁ ଆମେ କେମିତି ବଞ୍ଚିବା? ବନ୍ଦନା କହିଲେ, ବୋହୂ, ତୁ ଠିକ୍ କଥା କହୁଛୁ। ବହୁତ ଚିନ୍ତା କରିବା ପରେ ବନ୍ଦନା ତାଙ୍କ ବୋହୂକୁ କାମ କରିବାକୁ ଅନୁମତି ଦେଲେ। ସେ ପଚାରିଲେ, କିନ୍ତୁ ତୁ କି ପ୍ରକାର କାମ କରିବାକୁ ଚାହୁଁଛୁ? ମୋନିକା ଉତ୍ତର ଦେଲା, ମା, ଆପଣ କ'ଣ ଭାବୁଛନ୍ତି ମୁଁ କ'ଣ ଖାଲି ଘରର କାମ କରିପାରିବି? କିନ୍ତୁ ମୁଁ ଜଣେ ଶିକ୍ଷିତ ଗୃହିଣୀ, ଯିଏ ଘର ଚଳାଇବା ସହିତ ବାହାରେ ମଧ୍ୟ କାମ କରିପାରିବ। ବନ୍ଦନାଙ୍କ ବୋହୂ ଏକ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରି ଆରମ୍ଭ କଲେ। ଚାକିରିରେ ଗୋଟିଏ ସପ୍ତାହ ରହିବା ପରେ ସେ ସେଠାରେ ବହୁତ ନିଷ୍ଠାର ସହିତ କାମ କରିଥିବାରୁ ତାଙ୍କୁ ଏକ ଆଗୁଆ ଦରମା ମଧ୍ୟ ମିଳିଥିଲା ଏବଂ ଧୀରେ ଧୀରେ ପ୍ରତି ମାସରେ ମୋନିକାଙ୍କୁ ଦରମା ମିଳୁଥିଲା। ସେଥିରେ ଘରର ଖର୍ଚ୍ଚ କିଛି ଉଠି ଯାଉଥିଲା। ବୋହୂ ସକାଳୁ ଶୀଘ୍ର ଉଠି ଘରର ସମସ୍ତ କାମ କରୁଥିଲେ। ସେ ବନ୍ଦନାଙ୍କ ପାଇଁ ଚା ମଧ୍ୟ ତିଆରି କରୁଥିଲା। ଏହାପରେ ସେ ସ୍କୁଲକୁ ଯାଉଥିଲା ଏବଂ ଅପରାହ୍ନରେ ଫେରିବା ପରେ ସେ ରାତିର ଖାଇବା ମଧ୍ୟ ତିଆରି କରୁଥିଲା। କିନ୍ତୁ ବନ୍ଦନା ଗୋଟେ କଥା ଲକ୍ଷ୍ୟ କରୁଥିଲେ, ତାଙ୍କ ବୋହୂ ସ୍କୁଲରେ କାମ ଆରମ୍ଭ କରିବା ଦିନଠାରୁ ସେ ବହୁତ ପରିବର୍ତ୍ତନ ହୋଇଥିବା ପରି ମନେ ହେଉଥିଲା। ପୂର୍ବରୁ ସେ କେତେବେଳେ କେମିତି ଡ୍ରେସ୍ ପିନ୍ଧୁଥିଲା, କିନ୍ତୁ ଏବେ ସେ ଆଉ ଗୋଟେ ମଧ୍ୟ ଡ୍ରେସ୍ ପିନ୍ଧୁନି, କେବଳ ଶାଢ଼ୀ ପିନ୍ଧୁଥିଲା ଓ ମୁଣ୍ଡରେ ଓଢ଼ଣା ମଧ୍ୟ ଦେଉଥିଲା। ଏମିତି କିଛି ଦିନ ବିତିଗଲା।
ଗୋଟିଏ ଦିନ ବନ୍ଦନାଙ୍କ ନାତୁଣୀ ତାଙ୍କୁ କହିଲା ଯେ ଜେଜେମା, ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ବନ୍ଦନା କହିଲେ, ହଁ ଝିଅ, ମତେ କହ, ତୁ କ'ଣ କହିବାକୁ ଚାହୁଁଛୁ? ତାପରେ ସେ କହିଲା ଯେ ଜେଜେମା, ମୁଁ ଗୋଟିଏ ରାତିରେ ପାଣି ପିଇବାକୁ ଉଠିଥିଲି, କିନ୍ତୁ ବୋତଲରେ ପାଣି ନଥିଲା। ତେଣୁ ମୁଁ ପାଣି ଆଣିବାକୁ କିଚେନକୁ ଗଲି, କିନ୍ତୁ ମମିଙ୍କ କୋଠରୀରୁ କିଛି ଆବାଜ ଶୁଭୁଥିଲା। ସେ ଆବାଜ 2-3 ଦିନ ହେଲାଣି ମୁଁ ଶୁଣୁଥିଲି, ହେଲେ ମୋତେ ଏମିତି ଲାଗିଲା ଯେ ଆମ ଘରେ ଯେମିତି କିଏ ପଶିଛି। ମୁଁ ଜାଣିପାରୁନି ଯେ ମୋତେ କିଛି ଦିନ ହେଲାଣି ରାତିରେ କାହିଁକି ଡର ଲାଗୁଛି। ଏମିତି ଲାଗୁଛି ଆମ ଘରକୁ କିଏ ଆସୁଛି, ପୁଣି ଚାଲି ଯାଉଛି। ବନ୍ଦନା ତାଙ୍କ ନାତୁଣୀ ଆରାଧ୍ୟାର କଥା ଶୁଣି କହିଲେ, ତୁ ସତ କହୁଛୁ ତ? ଆରାଧ୍ୟା କହିଲା, ହଁ ଜେଜେମା, ମୁଁ ସତ କହୁଛି। ମୋ କଥା ଯଦି ତମେ ବିଶ୍ୱାସ କରିନାହଁ, ତେବେ ତମେ ରାତି ସାରା ଜଗି ରହି ଦେଖିପାରିବ, କାରଣ ମୁଁ ଏହା କେତେ ରାତିର ଦେଖିଲିଣି। ଆରାଧ୍ୟାର କଥା ଟିକେ ବନ୍ଦନାକୁ ଅଜବ ଲାଗିଲା। ବନ୍ଦନା ମଧ୍ୟ ସେଇ ଘରେ ବର୍ଷ ବର୍ଷ ହେଲାଣି ରହି ଆସୁଛନ୍ତି, ହେଲେ ଆଜି ପର୍ଯ୍ୟନ୍ତ ସେଇ ଘରେ ସେମିତି କିଛି ଅନୁଭବ କରିନଥିଲେ। ସେଦିନ ରାତିରେ ବନ୍ଦନା ଚେଇଁକି ରହିଲେ ତାଙ୍କ ଘରେ କ'ଣ ଘଟୁଛି ଦେଖିବା ପାଇଁ, ହେଲେ ସେଦିନ ରାତିରେ ସେମିତି କିଛି ବି ହୋଇନଥିଲା। କିନ୍ତୁ ଗୋଟେ କଥା ନିଶ୍ଚିନ୍ତ ଥିଲା, ମୋନିକା ରୁମ୍ରୁ ଯେମିତି ଆଲମିରା ଖୋଲିବାର ଆବାଜ ଶୁଭୁଥିଲା, ଯେମିତି ଧୀରେ ଧୀରେ ସେ ଆଲମିରା ଖୋଲୁଥିଲା କିମ୍ବା ରୁମ୍ ଭିତରେ ଚଲାବୁଲା କରୁଥିଲା। ରାତିଟା ନିସ୍ତବ୍ଧ ଥିବାରୁ ଟିକେ ଆବାଜ ବି ସ୍ପଷ୍ଟ ଭାବରେ ଶୁଭାଯାଉଥାଏ। ଆରିୟନର ମୃତ୍ୟୁ ପରେ ନାତି ନାତୁଣୀ ବନ୍ଦନାଙ୍କ ପାଖରେ ଶୋଉଥିଲେ, ଆଉ ମୋନିକା ତା ରୁମ୍ରେ ଏକା ଶୋଉଥିଲା। କିନ୍ତୁ ରାତିରେ ସେ କ'ଣ କରୁଥିଲା ଯେ ତା ରୁମ୍ରୁ ଏମିତି ଶବ୍ଦ ଶୁଭୁଥିଲା? ପରଦିନ ବନ୍ଦନା ଦେଖିଲେ ଯେ ତାଙ୍କ ବୋହୂ ଅତ୍ୟନ୍ତ ଦୁର୍ବଳ ଦେଖାଯାଉଛନ୍ତି। ସକାଳ ସମୟ ଥାଏ। ବନ୍ଦନା ଯେତେବେଳେ ତାଙ୍କ ବାଥରୁମକୁ ଗାଧେଇବାକୁ ଗଲେ, ଦେଖିଲେ ଯେ ତାଙ୍କ ବାଥରୁମ ଭିତର ଗିଜରରୁ ଗରମ ପାଣି ଆସୁନି। ସେଥିପାଇଁ ବନ୍ଦନା କିଛି ନ କହି ଚୁପଚାପ ତାଙ୍କ ବୋହୂର ବାଥରୁମକୁ ଗାଧେଇବାକୁ ଗଲେ। କିନ୍ତୁ ବନ୍ଦନା ତାଙ୍କ ବାଥରୁମରେ ପ୍ରବେଶ କରିବା ମାତ୍ରେ ସେ ବାଥରୁମରେ କିଛି ଏମିତି ଦେଖିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେଠି ଗୋଟିଏ ନକଲି ନିଶ ଥୁଆ ହେଇଥିଲା, ଯୋଉଟା ଲୋକମାନେ ଅଭିନୟ ପାଇଁ ବ୍ୟବହାର କରନ୍ତି। କିନ୍ତୁ ସେହି ନିଶ ତାଙ୍କ ବୋହୂର ବାଥରୁମରେ କ'ଣ ପାଇଁ ଅଛି? ଯେତେବେଳେ ବନ୍ଦନା ଗାଧେଇ ସାରି ବାହାରକୁ ଆସିଲେ, ସେ ତାଙ୍କ ବୋହୂକୁ ସେଇ ନିଶ ବିଷୟରେ ପଚାରିଲେ। ବନ୍ଦନାଙ୍କ ବୋହୂ ବହୁତ ଡରିଗଲା ଏବଂ କହିଲା, ମା, କେଉଁ ନିଶ କଥା ଆପଣ ପଚାରୁଛନ୍ତି? ବନ୍ଦନା ତାଙ୍କୁ ସେହି ନିଶ ଦେଖାଇ କହିଲେ ଯେ ଏହା ବାଥରୁମରେ ରଖାଯାଇଥିଲା। ଏହା କାହାର ନିଶ ଏବଂ କିଏ ପିନ୍ଧେ? ତାପରେ ବୋହୂ ଏହାକୁ ଦେଖି ହସିବା ଭଳି ଅଭିନୟ କରିବାକୁ ଲାଗିଲା। ସେ କହିଲା, ଓ ଏଇ ନିଶ! ଆମ ସ୍କୁଲରେ ଏକ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା ହେଉଥିଲା। ସେଠାରେ ଗୋଟେ ପିଲା ଏହାକୁ ପିନ୍ଧିକି ଆସିଥିଲା। ମୋତେ ଏଇଟା ବହୁତ ପସନ୍ଦ ଆସିଥିଲା, ତେଣୁ ମୁଁ ଏହାକୁ ଘରକୁ ଆଣି ଆସିଲି। ମୁଁ ଭାବିଲି ଯେ ମୁଁ ଆକୁ ପିନ୍ଧି ପିଲାମାନଙ୍କୁ ଦେଖାଇବି, ଆଉ ସେମାନେ ଟିକେ ଖୁସି ହୋଇଯିବେ। ବନ୍ଦନା କହିଲା, ବୋହୂ, କିନ୍ତୁ ତୁ ଆକୁ ବାଥରୁମରେ କାହିଁକି ରଖିଥିଲୁ? ସେ ବନ୍ଦନାଙ୍କ ହାତରୁ ଏହାକୁ ନେଇ କହିଲା ଯେ କାଲି ମୁଁ ଏ ନିଶକୁ ସେ ପିଲାକୁ ଫେରେଇ ଦେବି। ବନ୍ଦନାଙ୍କୁ ମୋନିକାର କିଛି କିଛି କାର୍ଯ୍ୟକଳାପ ପସନ୍ଦ ଆସୁନଥିଲା, ହେଲେ ବୋହୂ କାମ କରୁଥିବାରୁ ସେମାନଙ୍କ ଘରେ କୌଣସି ସମସ୍ୟା ନଥିଲା ଏବଂ ବନ୍ଦନାଙ୍କ ଜୀବନ ମଧ୍ୟ ବହୁତ ଆରାମ ଓ ଶାନ୍ତିରେ କଟୁଥିଲା, କାରଣ ମୋନିକା ଏବେ ଘର ଓ ବାହାର ଦାୟିତ୍ୱ ଭଲ ଭାବରେ ପାଳନ କରୁଥିଲେ। ହେଲେ ଛୁଆମାନେ ଏବେ ବି ବନ୍ଦନାଙ୍କୁ ବେଶୀ ଭଲ ପାଉଥିଲେ। ଦିନେ ରାତିରେ ବନ୍ଦନାଙ୍କୁ ନିଦ ହେଉନଥାଏ। ହଠାତ୍ ସେ ଏକ ଶବ୍ଦ ଶୁଣିବାକୁ ପାଇଲେ, ଯେମିତି ଦୁଆର ମୁହଁରେ କେହି ଜଣେ ଅଛି। ସେ ସାଙ୍ଗେ ସାଙ୍ଗେ କବାଟ ଖୋଲି ଦୁଆର ମୁହଁରେ ପହଞ୍ଚି ଦେଖିଲେ ସେଠି କେହି ବି ନାହାନ୍ତି। ତାଙ୍କୁ ଟିକେ ଅଜବ ଲାଗିଲା। ପରଦିନ ବନ୍ଦନାଙ୍କ ନାତି ମଧ୍ୟ କହିଲେ ତାକୁ ବି ସେମିତି ଶବ୍ଦ ଶୁଭାଯାଉଛି। ଏବେ ବନ୍ଦନା ମଧ୍ୟ ସତର୍କ ହୋଇଗଲେ। ଆଉ ଇଆଡ଼େ ବନ୍ଦନାଙ୍କ ବୋହୂ, ଯିଏ ସବୁବେଳେ କ୍ଳାନ୍ତ ଦିଶୁଥିଲେ, ସକାଳ ସମୟରେ ସେ ଅଧିକ କ୍ଳାନ୍ତ ଦିଶୁଥିଲେ। କିନ୍ତୁ ବନ୍ଦନା କେବେ ତାଙ୍କ ବୋହୂ ପ୍ରତି ଦୟା କରୁନଥିଲେ ଏବଂ ସବୁବେଳେ ତାକୁ ଚାକରାଣୀ ପରି ବ୍ୟବହାର କରୁଥିଲେ। ଏବେ ବନ୍ଦନା ସବୁବେଳେ ରାତିରେ ସତର୍କ ରହୁଥିଲେ। ତାଙ୍କ ଆଖି ଘର ଦ୍ୱାର ଉପରେ ନଜର ରଖୁଥିଲା, କାରଣ ସେ ତାଙ୍କ ବୋହୂଙ୍କ ରୁମ୍ ଏବଂ ତାଙ୍କ ନିଜ ଦ୍ୱାରକୁ ଆସୁଥିବା ଶବ୍ଦ ପ୍ରାୟ ଶୁଣି ପାରୁଥିଲେ। ଗୋଟେ ଦିନ ରାତିରେ ବନ୍ଦନା କିଛି ଶବ୍ଦ ଶୁଣିବାକୁ ପାଇଲେ, ଯେପରି ତାଙ୍କ ବୋହୂ ରୁମ୍ ଭିତରେ ଚଲାବୁଲା କରୁଛି। ଯେତେବେଳେ ସେ ତାଙ୍କ ବୋହୂର କୋଠରୀ ଆଡ଼କୁ ଯିବା ଆରମ୍ଭ କଲେ, ସେ ରାତିର ଅନ୍ଧାରରେ ଦେଖିଲେ ଯେ ତାଙ୍କ କୋଠରୀରୁ ଜଣେ ବ୍ୟକ୍ତି ବାହାରକୁ ଆସୁଛି, ଯିଏକି ପୁରୁଷଙ୍କ ଭଳି ପୋଷାକ ପିନ୍ଧିଥିଲେ। କିନ୍ତୁ ଏତେ ଅନ୍ଧାର ଥିବାରୁ ବନ୍ଦନା ସେ ଲୋକର ମୁହଁକୁ ଭଲ ଭାବରେ ଦେଖିପାରିନଥିଲା। ସେ ସାଙ୍ଗେ ସାଙ୍ଗେ ତାଙ୍କ ଘରୁ ବାହାରି ଆସିଲା। ବନ୍ଦନା ମଧ୍ୟ ତା ପଛେ ପଛେ ଆସିଲେ,
ହେଲେ ସେତେବେଳକୁ ସେ ଚାଲି ଯାଇଥିଲା। ଏସବୁ ଦେଖି ବନ୍ଦନା ଦୁଃଖରେ ଭାଙ୍ଗି ପଡ଼ିଲେ। ସେ ତାଙ୍କ ପୁଅ ପାଇଁ ଏତେ ସରଳ ବୋହୂ ଆଣିଥିଲେ। ଏହାର ଅର୍ଥ ହେଉଛି ତାଙ୍କ ପୁଅର ମୃତ୍ୟୁ ପରେ ବୋହୂ ଏମିତି କାମ କରୁଛି, ସେ ରାତିରେ ଅନ୍ୟ ଲୋକମାନଙ୍କୁ ଘରେ ପୁରାଉଛି। ସେଥିପାଇଁ ବନ୍ଦନା ଓ ଛୁଆମାନଙ୍କୁ କିଛି ଦିନ ହେଲାଣି ରାତିରେ ଏମିତି ଶବ୍ଦ ସବୁ ଶୁଭୁଥିଲା। ବନ୍ଦନା ତାଙ୍କ ବୋହୂକୁ ଏବେ ଖୋଲା ହାତରେ ଧରିବାକୁ ଚାହୁଁଥିଲେ। ବନ୍ଦନା ସକାଳ ହେବା ମାତ୍ରେ ଏ କଥା ପ୍ରଥମେ ତାଙ୍କ ନାତି ନାତୁଣୀଙ୍କୁ ଜଣାଇଲେ। ଛୁଆମାନେ ସେମିତି ବି ଆଗରୁ ତାଙ୍କ ମାଆକୁ ଭଲ ପାଉନଥିଲେ, କାରଣ ସେମାନେ ତାଙ୍କ ବାପାଙ୍କୁ ସବୁବେଳେ ମାଆଙ୍କୁ ଗାଳି ଦେଉଥିବାର ଦେଖୁଥିଲେ। ତେଣୁ ସେମାନେ ବିଶ୍ୱାସ କରୁଥିଲେ ଯେ ତାଙ୍କ ବାପା ତାଙ୍କ ମାଆଙ୍କୁ ଗାଳି କରି ଠିକ୍ କରୁଥିଲେ। ବନ୍ଦନା ମଧ୍ୟ ସବୁବେଳେ ପିଲାମାନଙ୍କୁ ସେମାନଙ୍କ ମାଆଙ୍କ ବିଷୟରେ ଖରାପ କଥା କହୁଥିଲେ, ଯାହାଦ୍ୱାରା ସେମାନେ ସବୁବେଳେ ସେମାନଙ୍କ ହୃଦୟରେ ତାଙ୍କ ମାଆ ପ୍ରତି ଖରାପ ଭାବନା ରଖିବେ ଏବଂ ତାଙ୍କ ମାଆଙ୍କୁ ତାଙ୍କର ସ୍ନେହ ଓ ସମ୍ମାନ ଦେବେ ନାହିଁ। ଏବେ ବନ୍ଦନା ବୁଝିପାରିଲେ ଯେ ସେ ଲୋକ ବୋହୂ ସହିତ ରାତିରେ ଭେଟ ହେବା ପାଇଁ ଆସୁଛି। ବନ୍ଦନା ନିଷ୍ପତ୍ତି ନେଲେ ଯେ ତାଙ୍କୁ କିଛି କରିବାକୁ ପଡ଼ିବ। ପରଦିନ ରାତିରେ ବନ୍ଦନା ପୁଣି ଜଗିକି ରହିଲେ। ତାପରେ ସେ ସେହି ଲୋକକୁ ତାଙ୍କ ବୋହୂର କୋଠରୀକୁ ବାହାରକୁ ଯିବାର ଦେଖିଲେ। ଆଜି ବନ୍ଦନା ତାକୁ ସ୍ପଷ୍ଟ ଭାବରେ ଦେଖିପାରୁଥିଲେ ଏବଂ ତାଙ୍କର ସନ୍ଦେହ ଦୂର ହୋଇଗଲା। ଯେତେବେଳେ ବନ୍ଦନା ସକାଳେ ପିଲାମାନଙ୍କୁ ଏ ବିଷୟରେ କହିଲେ, ସେମାନଙ୍କର ମା ପ୍ରତି ଘୃଣାଭାବ ବଢ଼ିଗଲା ଏବଂ ପିଲାମାନେ ତାଙ୍କର ଅଧିକାଂଶ ସମୟ ତାଙ୍କ ଜେଜେମାଙ୍କ ସହିତ ବିତାଇଲେ। ଯେତେବେଳେ ମୋନିକା ତା ପିଲାମାନଙ୍କ ପାଖକୁ ଯାଉଥିଲା, ପିଲାମାନେ ତାଙ୍କ ସହିତ କଥା ହେଉନଥିଲେ, ବରଂ ସେମାନେ ତାଙ୍କୁ ଦେଖିବା ପରେ ମୁହଁ ଫେରାଇ ନେଉଥିଲେ। ସବୁଦିନ ରାତିରେ ବନ୍ଦନା ସେହି ସମାନ ଦୃଶ୍ୟ ଦେଖୁଥିଲେ, କିନ୍ତୁ ଏବେ ସେ ବୋହୂର କର୍ତ୍ତୃତ୍ୱକୁ ବାହାରକୁ ଆଣିବାକୁ ଚାହୁଁଥିଲେ। ଆଗ ତାଙ୍କୁ ସେ ଲୋକଟାକୁ ଧରିବାକୁ ପଡ଼ିବ। ଗୋଟିଏ ଦିନ ରାତିରେ ଯେତେବେଳେ ବନ୍ଦନା ସେ ଲୋକକୁ ତାଙ୍କ ବୋହୂ ରୁମ୍ରୁ ବାହାରୁଥିବାର ଦେଖିଲେ, ସେ ତାଙ୍କୁ ଧରିବା ପାଇଁ ତାହା ଉପରେ ଆକ୍ରମଣ କରିଥିଲେ। ବନ୍ଦନା ତାଙ୍କ ଯୋଜନାରେ ପିଲାମାନଙ୍କୁ ମଧ୍ୟ ସାମିଲ କରିଥିଲେ। ପିଲାମାନେ ତୁରନ୍ତ ଘରର ସବୁ ଲାଇଟ୍ ଜଳାଇଦେଲେ। ସେ ଲୋକଟି ଠିକ୍ ସେହିପରି ପୋଷାକ ପିନ୍ଧିଥିଲା, ଯେପରି ବନ୍ଦନାଙ୍କ ପୁଅ କାରଖାନାରେ କାମ କରୁଥିବା ବେଳେ ପିନ୍ଧୁଥିଲା। ସେ ଲୋକଟା ବନ୍ଦନାଙ୍କ ହାତକୁ ଛାଟିଦେଇ ତାଙ୍କୁ ତଳେ ପକାଇ ଘରୁ ବାହାରକୁ ଦୌଡ଼ି ପଳାଇଗଲା। ତଳେ ପଡ଼ିଥିବା ବନ୍ଦନା କିଛି କରିପାରିଲେ ନାହିଁ। ପିଲାମାନେ ମଧ୍ୟ ତାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ତାକୁ ଧରିପାରିଲେ ନାହିଁ। ଏବଂ ସେହି ସମୟରେ ବନ୍ଦନା ଏବଂ ପିଲାମାନେ ତାଙ୍କ ବୋହୂର କୋଠରୀର କବାଟକୁ ଜୋରରେ ଠକ୍ ଠକ୍ କଲେ, କିନ୍ତୁ କବାଟ ବାହାରୁ ବନ୍ଦ ଥିଲା। ଯେତେବେଳେ ସେମାନେ କବାଟ ଖୋଲି ଭିତରକୁ ଦେଖିଲେ, ମୋନିକା ସେଠି ନଥିଲା। ଏତେ ରାତିରେ ସେ କୁଆଡ଼େ ଗଲା? ଏସବୁ ଦେଖି ବନ୍ଦନାଙ୍କ ରକ୍ତ ଗରମ ହୋଇଗଲା। ପିଲାମାନେ କହିଲେ, ଜେଜେମା, ଆଜି ମାଆକୁ ଜମା ବି କ୍ଷମା କରିବନି। ଏତେ ରାତିରେ ସେ କୁଆଡ଼େ ଗଲେ? ଆଉ ସେ ଲୋକଟା କିଏ? ସବୁଦିନ ରାତିରେ ତାଙ୍କ ରୁମ୍କୁ ଯାଉଛି। ଆଜି ତାଙ୍କଠାରୁ ସବୁ ପ୍ରଶ୍ନର ଉତ୍ତର ମାଗିବ। ରାତି ପାହି ସକାଳ ହୋଇଯାଇଥିଲା, ହେଲେ ଏ ପର୍ଯ୍ୟନ୍ତ ମୋନିକା ଘରକୁ ଆସିନଥିଲା। ବନ୍ଦନା ମଧ୍ୟ ବହୁତ ଚିନ୍ତିତ ଥିଲେ ଯେ ଏଠିକୁ ଆସୁଥିବା ସେହି ଲୋକଟା ଆଉ ତାଙ୍କ ବୋହୂକୁ ଅପହରଣ କରେନି ତ। କିନ୍ତୁ ସେ ନିଜକୁ ନିୟନ୍ତ୍ରଣ କଲେ। କିଛି ସମୟ ପରେ ମୋନିକା ଘରକୁ ଆସିଲେ। ବନ୍ଦନା ଓ ପିଲାମାନେ ତାଙ୍କୁ ରାଗିକି ଅନେଇଲେ ଏବଂ ପଚାରିଲେ, ରାତି ସାରା ତୁ କୋଉଠି ଥିଲୁ? ଆଉ ଏବେ କୋଉଠୁ ଫେରୁଛୁ? ମୋନିକା ବହୁତ ଡରିଗଲା ଓ କଥା ବଦଳାଇବାକୁ ଚେଷ୍ଟା କଲା, କିନ୍ତୁ ହଠାତ୍ ବନ୍ଦନାଙ୍କ ନଜର ତାଙ୍କ ବୋହୂର ହାତ ଉପରେ ପଡ଼ିଲା। ବନ୍ଦନା ତାଙ୍କ ହାତକୁ ଧରି ପକାଇଲେ। ବୋହୂ କିଛି ଉତ୍ତର ଦେବା ପୂର୍ବରୁ ବନ୍ଦନା ତାକୁ ଆଉ ଏକ ପ୍ରଶ୍ନ ପଚାରିଲେ। ବନ୍ଦନା କହିଲେ, ତୋ ହାତରେ ଏହି ଚିହ୍ନ କେମିତି ହେଲା? ବନ୍ଦନା ତାଙ୍କ ବୋହୂର ମୁହଁକୁ ଚାହିଁଲେ, ଯାହା ସ୍ପଷ୍ଟ ଭାବରେ କିଛି ଲୁଚାଇବାକୁ ଚେଷ୍ଟା କରୁଥିଲା। ବନ୍ଦନା ମୋନିକା ମୁଣ୍ଡରୁ ଓଢ଼ଣୀ ଟାଣିଦେଲେ। ଓଢ଼ଣୀ ଟାଣିବା ପରେ ବନ୍ଦନା ଓ ତାଙ୍କ ନାତି ନାତୁଣୀ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ବନ୍ଦନା ବିଶ୍ୱାସ କରିପାରିଲେନି ଯେ ସେ ଯାହା ଦେଖୁଛନ୍ତି ତାହା କ'ଣ ସତ। ବନ୍ଦନା ଚିତ୍କାର କରି କହିଲେ, ଏସବୁ କ'ଣ? ତୁ କ'ଣ କରୁଛୁ? ମୋତେ ସତ କହ। ବୋହୂ ଭୟଭୀତ ହୋଇଗଲା। ସେ ବନ୍ଦନାଙ୍କ ପାଦ ପାଖରେ ବସି କାନ୍ଦିବାକୁ ଲାଗିଲା ଓ କହିଲା, ମା, ରାଗ ନାହିଁ, ମୁଁ ଏବେ ତୁମକୁ ସବୁ ସତ କଥା କହିବି। ଯେତେବେଳେ ବନ୍ଦନାଙ୍କର ନଜର ତାଙ୍କ ବୋହୂର ହାତ ଉପରେ ପଡ଼ିଲା, ତାଙ୍କୁ ଗତକାଲି ରାତିରେ ଘରକୁ ଆସିଥିବା ପୁଅଟି କଥା ମନେ ପଡ଼ିଗଲା। ଯୋଉ ପିଲାଟି କାଲି ରାତିରେ ଆସିଥିଲା, ବନ୍ଦନା ତା ହାତକୁ ଜୋରରେ ଧରି ପକାଇଥିଲେ ଓ ବନ୍ଦନାଙ୍କ ନଖ ସେ ଲୋକର ହାତରେ ଫୁଟି ଯାଇଥିଲା ଓ ସେ ଯନ୍ତ୍ରଣାରେ ସେଠୁ ଖସି ପଳାଇବାକୁ ଚେଷ୍ଟା କରୁଥିଲା। ଆଉ ମୋନିକା ହାତରେ ମଧ୍ୟ ସେଇ ଚିହ୍ନ ଥିଲା ଓ ମୋନିକା ମୁଣ୍ଡରେ ମଧ୍ୟ ଛୋଟ ଛୋଟ ଚୁଟି ଥିଲା, ପୁରା ପୁଅମାନଙ୍କ ଭଳି।
ବୋହୂ କାନ୍ଦିବାକୁ ଲାଗିଲା ଓ କହିଲା, ମା, ଆରିୟନ ଚାଲିଯିବା ପରେ ଘରର ପରିସ୍ଥିତି ବହୁତ ଖରାପ ହୋଇଯାଇଥିଲା। ତମେ ମୋତେ ବହୁତ କଷ୍ଟରେ ସ୍କୁଲରେ କାମ କରିବା ପାଇଁ ଅନୁମତି ଦେଲ, କିନ୍ତୁ ସ୍କୁଲରେ ମୋତେ ବହୁତ କମ୍ ଦରମା ମିଳୁଥିଲା। ଆରିୟନ ଯେଉଁ କାରଖାନାରେ କାମ କରୁଥିଲେ ତାଙ୍କୁ ସେଠି ବହୁତ ଭଲ ଦରମା ମିଳୁଥିଲା, କିନ୍ତୁ ଯେତେବେଳେ ସେ ମରିଗଲେ ମୁଁ ଭାବିଲି ଯେ କାରଖାନାକୁ ତାଙ୍କ ସ୍ଥାନରେ ଜଣେ ଶ୍ରମିକର ଆବଶ୍ୟକତା ପଡ଼ିବ, ତେଣୁ ମୁଁ କ'ଣ ତାଙ୍କ ସ୍ଥାନରେ କାମ କରିପାରିବି ନାହିଁ? ଏବଂ ଆମ ସମାଜରେ ମହିଳାମାନଙ୍କୁ ପୁରୁଷମାନଙ୍କ ଅପେକ୍ଷା ଛୋଟ ଭାବନ୍ତି, କିନ୍ତୁ ଜଣେ ମହିଳା ପୁରୁଷଙ୍କ ଠାରୁ କମ୍ ନୁହେଁ। ଏବଂ ମୁଁ ମନେ ମନେ ନିଷ୍ପତ୍ତି ନେଲି ଜଣେ ପୁରୁଷ ଭାବରେ ମୁଁ ସେଠି କାମ କରିବି। ମୁଁ ପୁଅ ଭେଷରେ ସେଠି ଯାଇ ଚାକିରି କଲି, ଆଉ ମୋ ସ୍ୱାମୀ ଯେତିକି ଦରମା ସେଠି ପାଉଥିଲେ ମୁଁ ମଧ୍ୟ ସେଠି କାମ କରି ସେତିକି ଟଙ୍କା ରୋଜଗାର କଲି। ଏବେ ମୋ ପିଲାମାନଙ୍କ ପାଠପଢ଼ା ଓ ଘରର ଖର୍ଚ୍ଚ ପାଇଁ ମୋ ପାଖରେ ଯଥେଷ୍ଟ ପଇସା ଅଛି। ମୋତେ ଦିନରେ ଘର କାମ କରିବାକୁ ପଡ଼େ ଓ ସ୍କୁଲ ମଧ୍ୟ ଯିବାକୁ ପଡ଼େ, ଏବଂ ମୁଁ ଜାଣିଥିଲି ତମେ ମୋତେ କାରଖାନାକୁ ଯିବାକୁ କେବେ ବି ଅନୁମତି ଦେବ ନାହିଁ, ଆଉ ସେଇ କାରଖାନା କେବଳ ପୁରୁଷମାନଙ୍କ ପାଇଁ। ତେଣୁ ମୁଁ ସେଠାକୁ ଯାଏ ଓ ସମସ୍ତେ ଶୋଇପଡ଼ିଲା ପରେ ମୁଁ କାମ କରେ। ଘରୁ ମୁଁ ଆରିୟନଙ୍କ ଡ୍ରେସ୍ ପିନ୍ଧି ବାହାରିଯାଏ ଓ ସକାଳ ହେବା ପୂର୍ବରୁ ପୁଣି ଘରକୁ ଫେରି ଆସେ। ସବୁଦିନ ଠିକ୍‌ଠାକ୍ ଚାଲିଥିଲା, କିନ୍ତୁ ଆଜି ତମେ ମୋତେ ଦେଖିଦେଲ। ଖାଲି ତମେ ନୁହେଁ, ଦିନେ କାରଖାନାରେ ମଧ୍ୟ ଗୋଟେ ଲୋକ ମୋତେ ଦେଖିଦେଇଥିଲା, ଆଉ ସେ ଯାଇ ମାଲିକକୁ କହିଦେଲା ଓ ମାଲିକ ମୋତେ କାମରୁ ବାହାର କରିବାକୁ ଚାହୁଁଥିଲେ। କିନ୍ତୁ ଯେତେବେଳେ ମୁଁ ତାଙ୍କୁ ମୋର ସମସ୍ୟା କହିଲି ଏବଂ ତାକୁ କହିଲି ଯେ ମୁଁ ତାଙ୍କ କାରଖାନାରେ କାମ କରୁଥିବା ଆରିୟନ ଦାସଙ୍କ ସ୍ତ୍ରୀ ବୋଲି, ସେ ମୋତେ ସେଠାରେ କାମ କରିବାକୁ ଅନୁମତି ଦେଲେ ଏବଂ ସେଠାରେ ଥିବା ଲୋକମାନଙ୍କୁ କହିଲେ ଯେ ଏହି ମହିଳା ଜଣକ ଏଠାକୁ ପୁଅ ବେଶରେ କାମ କରିବାକୁ ଆସିବେ ଏବଂ କେହି ତାଙ୍କୁ ହଇରାଣ କରିବେ ନାହିଁ। ମୋନିକା କାନ୍ଦି କାନ୍ଦି ବନ୍ଦନାଙ୍କୁ ତାଙ୍କ କାହାଣୀ କହିଲା। ଆରାଧ୍ୟା ଏବଂ ଅଂଶୁମାନ ମଧ୍ୟ ତାଙ୍କ ମାର କଥା ନୀରବରେ ଶୁଣୁଥିଲେ। ବନ୍ଦନା ଲକ୍ଷ୍ୟ କରୁଥିଲା ଯେ ଆଜି ତାଙ୍କ ସହିତ ପିଲାମାନଙ୍କ ଆଖିରେ ମଧ୍ୟ ଲୁହ ଥିଲା, କାରଣ ଯେଉଁ ବୋହୂକୁ ବନ୍ଦନା ସବୁବେଳେ ଖରାପ ଭାବୁଥିଲେ ସେ ଆଜି ତାଙ୍କର ଓ ତାଙ୍କ ପରିବାର ପାଇଁ ବହୁତ କିଛି କରିଛନ୍ତି। ବନ୍ଦନା ନିଜକୁ ବହୁତ ଲଜ୍ଜିତ ଅନୁଭବ କରୁଥିଲେ, କାହିଁକି ନା ସେ ସବୁବେଳେ ତାଙ୍କ ହୀରା ଭଳି ବୋହୂକୁ କଷ୍ଟ ଦେଉଥିଲେ। ବନ୍ଦନାଙ୍କ ମନରେ ସବୁବେଳେ ଏହି ଚିନ୍ତାଧାରା ଥିଲା ଯେ ଯଦି ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ କଷ୍ଟ ଦେଇଛନ୍ତି, ତାହେଲେ ସେ ବି ତାଙ୍କ ବୋହୂକୁ ସେମିତି କଷ୍ଟ ଦେବେ। କିନ୍ତୁ ବନ୍ଦନାଙ୍କ ବୋହୂ ଯେଉଁ ସାହସ ଦେଖେଇଥିଲେ ସେଇ ସାହସ ବନ୍ଦନା ଦେଖେଇ ନଥିଲେ। ବନ୍ଦନା କାହିଁକି ଭାବିଲେନି ଯେ ସେ ଯେଉଁ କଷ୍ଟ ସହିଛନ୍ତି ସେ କଷ୍ଟ ତାଙ୍କ ବୋହୂକୁ ତାହା କେବେ ଦେବେ ନାହିଁ। ବନ୍ଦନାଙ୍କ ବୋହୂ ଘର ଓ ବାହାର କାମ ଏତେ ଭଲ ଭାବରେ ତୁଲାଉଥିଲେ ଯେ ବନ୍ଦନା କେବେ ସେ ବିଷୟରେ ବୁଝିବାକୁ ଚେଷ୍ଟା କରିନଥିଲେ। ଏହା ସତ୍ୟ ଯେ ଜଣେ ମହିଳା ଚାହିଁଲେ କିଛି ବି କରିପାରିବେ, କିନ୍ତୁ ଯାହାର କରିବାର ସାହସ ଓ ଇଚ୍ଛା ଥିବ କେବଳ ସେହି ମହିଳା ହିଁ କରିପାରିବେ। ବନ୍ଦନାଙ୍କ ବୋହୂ ବହୁତ ସାହସୀ ଥିଲା। ବନ୍ଦନା ହାତ ଯୋଡ଼ି ତାଙ୍କ ବୋହୂକୁ କ୍ଷମା ମାଗିଲେ ଓ କହିଲେ, ବୋହୂ, ତୁ ମୋ ପାଇଁ, ମୋ ଘର ପାଇଁ ଏତେ ତ୍ୟାଗ କରିଛୁ, ସେଥିପାଇଁ ମୁଁ ବହୁତ ଖୁସି। ହେଲେ ମାରେ, ମୋତେ କ୍ଷମା କରିଦେ। ମୁଁ ସବୁବେଳେ ତତେ ମୋ ପୁଅଠାରୁ ଦୂରେଇ ରଖିଥିଲି, ତୋ ପିଲାମାନଙ୍କ ଠାରୁ ମଧ୍ୟ ଦୂରେଇ ରଖିଥିଲି, କିନ୍ତୁ ମୁଁ ବୁଝିପାରିଲିନି ଯେ ଭଗବାନ ମଧ୍ୟ ମୋ ପ୍ରିୟ ଲୋକଙ୍କ ଠାରୁ ମୋତେ ଦୂରେଇ ଦେଲେ। ମୋ ସ୍ୱାମୀ ଓ ପୁଅ ମୋତେ ଛାଡ଼ି ଚାଲିଗଲେ। ହୁଏତ ଏହା ମୋ କର୍ମର ଦଣ୍ଡ ଥିଲା, କିନ୍ତୁ ମୁଁ ତାହା ବୁଝିପାରିଲି ନାହିଁ। କିନ୍ତୁ ଆଜି ତୋଠାରୁ ଶୁଣିଥିବା କାହାଣୀ ମୋତେ ବହୁତ ଦୁଃଖ ଦେଉଛି। ବୋହୂ, ଦୟାକରି ମୋତେ କ୍ଷମା କରିଦେ। ମୋନିକା ବହୁତ କାନ୍ଦୁଥିଲେ। ପିଲାମାନେ ମଧ୍ୟ ତାଙ୍କ ମା ପାଖକୁ ଆସି କ୍ଷମା ମାଗିଥିଲେ। ବନ୍ଦନାଙ୍କ ବୋହୂ ଏତେ ଦୟାଳୁ ଥିଲେ ଯେ ସେ ତୁରନ୍ତ ସମସ୍ତଙ୍କୁ କ୍ଷମା କରିଦେଲେ। ବନ୍ଦନା ମୋନିକାକୁ କହିଲେ, ମା, ତୋର ଯାହା ଇଚ୍ଛା ତୁ କର, ମୁଁ ଆଉ ତତେ କୌଣସି କଥାରେ ବାଧା ଦେବି ନାହିଁ। ବନ୍ଦନା ଏହା ମଧ୍ୟ ଭାବିନଥିଲେ ଯେ ତାଙ୍କ ବୋହୂକୁ ମଧ୍ୟ ଏବେ ବହୁତ କମ୍ ବୟସ। ତାଙ୍କ ନାତି ନାତୁଣୀମାନେ ତାଙ୍କୁ ବହୁତ ଭଲ ପାଉଥିଲେ। ସେ ଯଦି ଚାହିଁଥାନ୍ତେ ସେ ମୋନିକାର ପିଲାମାନଙ୍କୁ ଲାଳନ ପାଳନ କରିପାରିଥାନ୍ତେ ଏବଂ ମୋନିକା ଅନ୍ୟ ପୁରୁଷକୁ ବିବାହ କରି ତାଙ୍କ ଜୀବନକୁ ନୂତନ ଭାବରେ ଆରମ୍ଭ କରିପାରିଥାନ୍ତେ। କିନ୍ତୁ ମୋନିକା ସେମିତି କରିନଥିଲେ। ସେ ତା ଶାଶୁ ଏବଂ ନିଜ ପିଲାମାନଙ୍କ ପାଇଁ ଏପରି କରିନଥିଲା। ବନ୍ଦନାଙ୍କ ବୋହୂ ବହୁତ ଦିନ ଧରି ତାଙ୍କ ସ୍ୱାମୀର ପୋଷାକ ପିନ୍ଧି ତାଙ୍କ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିଲା, ଯେଉଁଠାରେ ସେ ଘରର ଦ୍ରବ୍ୟ ତିଆରି କରୁଥିଲା। ସେଠାରେ କାମ କରିବା ସମୟରେ ସେ ସବୁକିଛି ବିଷୟରେ ଜ୍ଞାନ ହାସଲ କରିଥିଲା ଏବଂ ଫ୍ୟାକ୍ଟ୍ରି ମାଲିକ ଭଲ ଭାବରେ ଜାଣିଥିଲେ ଯେ ସେ ପୁଅ ନୁହେଁ ବରଂ ଝିଅ।
କିଛି ଦିନ ପରେ ବନ୍ଦନା ବୋହୁର ଫ୍ୟାକ୍ଟ୍ରିର ମାଲିକ, ଯାହାଙ୍କ ବୟସ ପ୍ରାୟ 45 ବର୍ଷ, ସେମାନଙ୍କ ଘରକୁ ଆସିଲେ। ସେ ବନ୍ଦନାଙ୍କୁ ବିବାହ ପ୍ରସ୍ତାବ ଦେଲେ ଏବଂ କହିଲେ, ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି। ତୁମେ ଜଣେ ବହୁତ ସାହସୀ ମହିଳା, ଯିଏ ପୁରୁଷ ଓ ମହିଳା ଉଭୟ ହୋଇ ନିଜ ପରିବାରର ଯତ୍ନ ନେଉଛ। ମୁଁ ସାରା ଜୀବନ ବିବାହ କରିନଥିଲି କାରଣ ମୁଁ ମୋର ପାରିବାରିକ ଦାୟିତ୍ୱରେ ଦବି ଯାଇଥିଲି। ମୁଁ ମୋର ସବୁ ସାନ ଭଉଣୀ ଭାଇମାନଙ୍କର ବାହାଘର କରିଦେଇଛି, କିନ୍ତୁ ସେମାନଙ୍କ ପାଇଁ ମୁଁ କେବେ ବିବାହ କରିନଥିଲି। କିନ୍ତୁ ମୁଁ ତୁମକୁ ଦେଖି ଅନୁଭବ କଲି ଯେ ତୁମର ଏବଂ ମୋର ଜୀବନ ପୁରା ସମାନ। ତେବେ ଆମେ କ'ଣ ଏକାଠି ରହିପାରିବା ନାହିଁ? ମୋନିକା ଯେତେବେଳେ ତା ମାଲିକଙ୍କର ସବୁ କାହାଣୀ ଶୁଣିଲେ, ସେ ତାଙ୍କ ଶାଶୁକୁ ଚାହିଁଲେ ବହୁତ ଡରିଗଲେ ଏବଂ ମୋନିକା ଭାବିଲା ଯେ ଏସବୁ ଶୁଣି ତା ଶାଶୁ ତାହା ଉପରେ କିଛି ମିଥ୍ୟା ଆରୋପ ନ ଲଗାନ୍ତୁ। କିନ୍ତୁ ବନ୍ଦନା ସେମିତି କିଛି ବି କରିନଥିଲେ। ବରଂ ସେ ଓ ପିଲାମାନେ ସମସ୍ତେ ମୋନିକାକୁ ବିବାହ ପାଇଁ ଅନୁମତି ଦେଇଥିଲେ ଓ କହିଥିଲେ, ତମେ ଚାହିଁଲେ ଏ ବ୍ୟକ୍ତିଙ୍କୁ ବିବାହ କରିପାର। ସେ କାରଖାନାର ମାଲିକ ବହୁତ ଧନୀ ଥିଲେ। ସେ ମୋନିକାକୁ କହିଲେ, ମୁଁ ତୁମର ଓ ମା ଏବଂ ପିଲାମାନଙ୍କର ମଧ୍ୟ ସବୁ ଦାୟିତ୍ୱ ନେବି, ଆଉ ସମସ୍ତଙ୍କୁ ଖୁସିରେ ରଖିବି ଏବଂ ତୁମକୁ ଆଉ କେଉଁଠି କାମ କରିବା ପାଇଁ ପଡ଼ିବ ନାହିଁ। ବନ୍ଦନା ଏବଂ ତାଙ୍କ ପିଲାମାନେ ମୋନିକାକୁ ବୁଝେଇବାକୁ ଚେଷ୍ଟା କଲେ, କିନ୍ତୁ ସେ ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। କିନ୍ତୁ ବନ୍ଦନାଙ୍କ ବାରମ୍ବାର ବୁଝେଇବା ପରେ ସେ ରାଜି ହୋଇଗଲେ ଏବଂ ମୋନିକା ତାଙ୍କ ମାଲିକଙ୍କୁ ବିବାହ କଲା। ବିବାହ ପରେ ସେ ବ୍ୟକ୍ତି ସମସ୍ତଙ୍କୁ ତାଙ୍କ ଘରକୁ ନେଇଗଲେ। ସେ ବନ୍ଦନା, ମୋନିକା ଓ ପିଲାମାନଙ୍କର ବହୁତ ଧ୍ୟାନ ରଖୁଥିଲେ। ବନ୍ଦନା ବହୁତ ଖୁସି ଥିଲେ ଯେ ମୋନିକା ତାଙ୍କ ବୋହୂ ହୋଇ ମଧ୍ୟ ଝିଅ ପରି ତାଙ୍କର ସେବା କରୁଛି।